22 ଅଧ୍ୟାୟ 1 ପଦ ଠାରୁ 14 ପଦ ପର୍ଯ୍ୟନ୍ତ ଲମ୍ବା ଅଂଶ କିଏ ଜଣେ ସ୍ପଷ୍ଟ କରିକି ଆମେ ପଢିଦେବେ। ତାହା ମାଥ୍ୟୁ ପୁସ୍ତକ ତାର 22 ଅଧ୍ୟାୟର 1 ପଦ ଠାରୁ 14 ପଦ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପୁନର୍ବାର ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଉତ୍ତର ଦେଲେ, ସ୍ୱର୍ଗରାଜ ଏପରି ଜଣେ ଲୋକଙ୍କ ସଦୃଶ୍ୟ। ସେ ଆପଣା ପୁତ୍ରଙ୍କ ବିବାହ ଉତ୍ସବରେ ଆୟୋଜନ କଲେ। ଆଉ ସେହି ଉତ୍ସବକୁ ନିମନ୍ତ୍ରିତ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ସେ ଆପଣା ଦାସମାନଙ୍କୁ ପ୍ରେରଣ କଲେ, କିନ୍ତୁ ସେମାନେ ଆସିବାକୁ ଇଚ୍ଛା କଲେ ନାହିଁ। ପୁନର୍ବାର ସେ ଅନ୍ୟ ଦାସମାନଙ୍କୁ ପ୍ରେରଣ କରି କହିଲେ, ନିମନ୍ତ୍ରିତ ଲୋକମାନଙ୍କୁ କୁହ, ଦେଖନ୍ତୁ, ଆମ୍ଭେ ଆପଣା ଭୋଜ ପ୍ରସ୍ତୁତ କରିଅଛୁ। ଆମ୍ଭର ବୃଷ ଓ ହୃଷ୍ଟପୁଷ୍ଟ ପଶୁଗୁଡିକ ମରାଯାଇ ଅଛନ୍ତି। ସମସ୍ତ ହିଁ ପ୍ରସ୍ତୁତ। ଆପଣମାନେ ବିବାହ ଉତ୍ସବକୁ ଆସନ୍ତୁ। କିନ୍ତୁ ସେମାନେ ତାହା ଲଘୁ ଜ୍ଞାନ କରି କେହି ଆପଣା କ୍ଷେତକୁ ଆଉ କେହି ଆପଣା ବାଣିଜ୍ୟ ବ୍ୟବସାୟକୁ ଚାଲିଗଲେ। ଆଉ ଅବଶିଷ୍ଟ ଲୋକେ ତାଙ୍କ ଦାସମାନଙ୍କୁ ଧରି ଅତ୍ୟାଚାର କଲେ ଓ ବଧ କଲେ। କିନ୍ତୁ ରାଜା କ୍ରୋଧାନ୍ୱିତ ହୋଇ ଆପଣା ସୈନ୍ୟମାନଙ୍କୁ ପ୍ରେରଣ କରି ସେହି ହତ୍ୟାକାରୀମାନଙ୍କୁ ବିନାଶ କଲେ ଏବଂ ସେମାନଙ୍କ ନଗର ଭସ୍ମସାତ କଲେ। ସେଥିରେ ସେ ଆପଣା ଦାସମାନଙ୍କୁ କହିଲେ, ବିବାହ ଭୋଜ ତ ପ୍ରସ୍ତୁତ, ମାତ୍ର ନିମନ୍ତ୍ରିତ ଲୋକମାନେ ଅଯୋଗ୍ୟ। ଏଣୁ ତୁମ୍ଭେମାନେ ରାଜଦଣ୍ଡ ଗୁଡ଼ିକରେ ଛକେ ଛକେ ଯାଇ ଯେତେ ଲୋକ ଦେଖା ପାଅ ସେମାନଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କର। ସେଥିରେ ସେଇ ଦାସମାନେ ରାଜଦଣ୍ଡ ଗୁଡ଼ିକୁ ବାହାରି ଯାଇ ଦୁଷ୍ଟ ଓ ସନ୍ଥ ଯେତେ ଲୋକ ଦେଖା ପାଇଲେ ସେ ସମସ୍ତଙ୍କୁ ସଂଗ୍ରହ କରି ଆଣିଲେ। ଆଉ ଅଭ୍ୟାଗତ ଲୋକଙ୍କ ଦ୍ୱାରା ବିବାହ ଗୃହ ପରିପୂର୍ଣ୍ଣ ହେଲା। କିନ୍ତୁ ରାଜା ଅଭ୍ୟାଗତ ମାନଙ୍କୁ ଦେଖିବା ପାଇଁ ଭିତରକୁ ଆସି ସେଠାରେ ବିବାହ ବସ୍ତ୍ର ପରିଧାନ କରିନଥିବା ଜଣେ ଲୋକଙ୍କୁ ଦେଖି ତାହାଙ୍କୁ କହିଲେ, ହେ ବନ୍ଧୁ, ତୁମେ ବିବାହ ବସ୍ତ୍ର ପରିଧାନ ନ କରି କିପରି ଏ ସ୍ଥାନକୁ ଆସିଲ? ମାତ୍ର ସେ ନିରୁତ୍ତର ହୋଇ ରହିଲା। ସେଥିରେ ରାଜା ପରିଚାରକମାନଙ୍କୁ କହିଲେ, ଏହାର ହାତ ଗୋଡ଼ ବାନ୍ଧି ଏହାକୁ ବାହାର ଅନ୍ଧକାରରେ ପକାଇ ଦିଅ। ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ, କାରଣ ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ଆମେନ୍। ବହୁତ ବହୁତ ଧନ୍ୟବାଦ। ଆଉ ସୁନ୍ଦର ସ୍ପଷ୍ଟ ଭାବରେ ଆମେ ଶୁଣିଲୁ ଭଉଣୀଙ୍କ ଦ୍ୱାରା। ଆମେ ଆଗରୁ ମଧ୍ୟ ଜାଣିଛୁ, ବର୍ତ୍ତମାନ ମଧ୍ୟ ପଢିଲା ପରେ ଆମେ ପ୍ରାୟ ଅଧିକାଂଶ ତାର ସମସ୍ତ ବିଷୟ ଜାଣିଦେଲୁ। ବିଭିନ୍ନ ଭାବରେ ଯୀଶୁ ଖ୍ରୀଷ୍ଟ ଦୃଷ୍ଟାନ୍ତ ମାଧ୍ୟମରେ, ଉଦାହରଣ ମାଧ୍ୟମରେ, ଉପମା ଦ୍ୱାରା, ବିଭିନ୍ନ ପ୍ରକାର ଏକ୍ସାମ୍ପଲ ଦ୍ୱାରା, ବିଭିନ୍ନ ପ୍ରକାରର ବିଷୟ ଦ୍ୱାରା ଲୋକମାନଙ୍କୁ ଶିକ୍ଷା ଦଉଥିଲେ। ଏହା ଯୀଶୁ ଖ୍ରୀଷ୍ଟଙ୍କର ବିବାହ ଉତ୍ସବର ଏକ ନମୁନା। ପ୍ରଭୁ ଯୀଶୁ ନିଜେ କଣ କରୁଛନ୍ତି, ଯେତେବେଳେ ଯୀଶୁ ଖ୍ରୀଷ୍ଟ ଜଗତରେ ଥିଲେ ସେଇ ସମୟରେ ଲୋକମାନଙ୍କୁ ସେ ସ୍ୱର୍ଗ ରାଜ୍ୟର ବିବାହ ଉତ୍ସବର ବିଷୟକୁ ଆଉ ଲୋକମାନଙ୍କୁ ଜଣାଉଛନ୍ତି। ଏକ ଉଦାହରଣ ମାଧ୍ୟମ ଦେଇ ରଜାଙ୍କର ଆଉ ପୁତ୍ରଙ୍କର ବିବାହର ଉତ୍ସବ ଦେଇ ସେ କଣ କରୁଛନ୍ତି, ଶିକ୍ଷା ଦଉଛନ୍ତି। ତ ଆଜି ଆମମାନଙ୍କର ଚିନ୍ତାର ବିଷୟ, ଆମମାନେ ଯୀଶୁ ଖ୍ରୀଷ୍ଟଙ୍କର ବିବାହ ଉତ୍ସବ ପାଇଁ ସୁସଜ୍ଜିତ ଅଛୁ କି? Are you dressed for the wedding of Jesus Christ? ଏକ ବିବାହର ଆୟୋଜନ କରାଯାଉଛି, ଆଉ ସେଇ ସ୍ଥାନରେ ସମସ୍ତଙ୍କୁ ଏକାଠି ହେବାକୁ ପଡିବ। ଆଉ ସମସ୍ତେ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ଧୋତ, ସେମାନେ ସେଇ ବିବାହ ଉତ୍ସବକୁ ସେମାନେ କଣ ହେବେ, ନିମନ୍ତ୍ରିତ ହେବେ। ସେଇ ବିବାହ ଉତ୍ସବରେ ସମସ୍ତେ କଣ କରିଯିବେ, ଯୀଶୁ ଖ୍ରୀଷ୍ଟଙ୍କର ବିବାହ ଉତ୍ସବରେ ଯୋଗଦାନ କରିବେ। ଆମମାନେ ଯେତେବେଳେ ପ୍ରଭୁ ଯୀଶୁଙ୍କର ପରିଚୟ ପାଇଲୁ, ପବିତ୍ର ଆତ୍ମାଙ୍କର ଦ୍ୱାରା ଆମେ ମୁଦ୍ରାଙ୍କିତ ହେଲୁ, ବଇନା ହେଲୁ, ଥିଲୁ ଯେ ଆମେ ଦିନେ ସେଇ ବିବାହ ଉତ୍ସବରେ ଯୋଗଦାନ କରିବା ପାଇଁ ଆମେ ବାଗଦାଦ ଅଟୁ। ଆମେ ବାଗଦାନ ଅଟୁ। ଆମମାନଙ୍କୁ ପ୍ରଭୁ କଣ କରିଛନ୍ତି, ମୁଦ୍ରାଙ୍କିତ କରିଛନ୍ତି। ଏକ ମଣ୍ଡଳୀ ରୂପୀ କନ୍ୟାକୁ ସେ କଣ କରିଛନ୍ତି, ବଇନା ସ୍ୱରୂପ ରଖିଛନ୍ତି। ଦିନ ଆସିବ ମଣ୍ଡଳୀକୁ ପ୍ରଭୁ ଉଠେଇକି ନେବେ ଏବଂ ବିବାହ ଉତ୍ସବରେ ତାଙ୍କୁ ସାମିଲ କରିବେ। କାରଣ ଯିହୁଦୀ ମାନଙ୍କର ରୀତି ନିବାସ ଥିଲା, ଯଦି
ଲୁକ ପୁସ୍ତକ ତାର 15 ଅଧ୍ୟାୟ 13 14 15 ଯଦି ଆପଣ ପଢିବେ ସେଇ ସ୍ଥାନରେ ଲୁକ 15 ଅଧ୍ୟାୟର 8 ରୁ ଯେତେବେଳେ ପଢିବେ ଗୋଟେ ସ୍ତ୍ରୀ ଲୋକଙ୍କ ବିଷୟରେ ଲେଖାଯାଏ ଯୋଉ ସ୍ତ୍ରୀ ଲୋକ କି 10 ମୁଦ୍ରା ଭିତରୁ ଗୋଟିଏ ମୁଦ୍ରାକୁ ଯେତେବେଳେ ସେ ହଜେଇ ଦେଇଛନ୍ତି ନିଜ ଘରେ ହଜେଇ ଯାଇଛନ୍ତି ସେ ଦୀପ ଜାଳି ଆଉ ବିଭିନ୍ନ ପ୍ରକାର ଝାଡୁ କରିକି ବିଭିନ୍ନ ପ୍ରକାର ଉପାୟରେ ସେ ମୁଦ୍ରାକୁ ସେ ଖୋଜୁଛନ୍ତି କାରଣ ଯୁବତୀ ମାନଙ୍କର ରୀତି ରିବାଜରେ ଥିଲା ଯୋଉ ସ୍ତ୍ରୀ ଲୋକ କି ବାଗଦାନ ହବ ଏଙ୍ଗେଜମେଣ୍ଟ ହବ ଗୋଟେ ପୁଅ ସହିତ ତାଙ୍କୁ ମୁଦ୍ରା ଲାଗିଥିବା ଗୋଟେ ହାରକୁ ପିନ୍ଧାଯାଏ ଆଉ ସେ ହାର ପିନ୍ଧିଲା ପରେ ଯୋଉ ପର୍ଯ୍ୟନ୍ତ ବିବାହ ଡେଟ୍ ଆସିନାହିଁ ସେ ହାରକୁ ସେ ବହୁତ ଜାଗ୍ରତ କରିକି ସେ ରଖେ ସେ ବହୁତ ସୁନ୍ଦର ଭାବରେ ଜାଗ୍ରତ କରିକି ରଖେ ଯେତେବେଳେ ବର ଆସିବାର ସମୟ ହବ ଯେତେବେଳେ ବିବାହ ଦିନ ଆଉ ପାଖେଇକି ଆସିବ ସେ ସୁସଜ୍ଜିତ ହବ ସେ ଦେଖିବ ଯୋଉ ବର କି ମତେ ପିନ୍ଧେଇକି ଯାଇଥିଲେ ଯୋଉ ବରଙ୍କ ନିମନ୍ତେ ମୁଁ ମୁଦ୍ରାଙ୍କିତ ଯୋଉ ବରଙ୍କ ନିମନ୍ତେ ମୁଁ ଆଉ ବାଗଦାନ ହେଇଛି ଆଉ ସେ ମତେ ଯାହା ପିନ୍ଧେଇଥିଲେ ତାହା ମୁଁ ଠିକ ଭାବରେ ରଖିଛି ତ ବର ଆସିବେ ଦେଖିବେ ସେ 10 ମୁଦ୍ରା ବିଶିଷ୍ଟ ହାରକୁ ଦେଖିଲା ପରେ ଗୋଟିଏ ମୁଦ୍ରା ବି ହଜିଥିଲେ ସେ କଣ ହବ ରିଜେକ୍ଟ ହବ ସେ ଡିସ୍କ୍ୱାଲିଫାଏ ହବ ତାକୁ ବର ବିବାହ କରିବେ ନାହିଁ ତ ସେଇ ଯୋଉ ସ୍ତ୍ରୀ ଲୋକ ହଜେଇଛନ୍ତି ସେ ପାଇବା ପର୍ଯ୍ୟନ୍ତ ପରିଶ୍ରମ କରିକି ଖୋଜୁଛନ୍ତି ପାଇଲେ ଏବଂ କଣ କରୁଛନ୍ତି ନିଜେ ଆନନ୍ଦ କରିଲେ ସାହି ପଡିଶା ଲୋକଙ୍କୁ ଡାକିକି ସେ ଆନନ୍ଦ କରୁଛନ୍ତି ଏକ କନ୍ୟା ମଣ୍ଡଳୀକୁ ମଧ୍ୟ ଏକ କନ୍ୟା ସଦୃଶ୍ୟ ପ୍ରସ୍ତୁତ କରାଯାଉଛି ପ୍ରସ୍ତୁତ ହେବା ପାଇଁ କୁହାଯାଉଛି ଆମେ ବିଭିନ୍ନ ଦୃଷ୍ଟାନ୍ତ ଦେଖୁ ବିଭିନ୍ନ ଉଦାହରଣ ଦେଖୁ ବିଭିନ୍ନ 5 ଜଣ ସୁବୁଦ୍ଧି 5 ଜଣ ନିର୍ବୁଦ୍ଧି କନ୍ୟାଙ୍କ କଥା ଏଇ ବିବାହ କଥା ବିଭିନ୍ନ କଥା ସବୁ ଆଉ ବାଇବଲରେ ସ୍ୱର୍ଗ ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା ନିମନ୍ତେ ଲେଖାଯାଏ ଯେ ଏଇ ଯୋଉ ମଣ୍ଡଳୀକୁ କନ୍ୟା ଭାବରେ କଣ କରାଯାଇଛି ବର୍ଣ୍ଣିତ କରାଯାଇଛି ବିଶ୍ୱାସୀ ମାନେ ଯୋଉମାନେ କି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ଧୋତ ସେମାନେ ଦିନେ ପ୍ରସ୍ତୁତ ହଉଛନ୍ତି ଦିନେ ସେ ମେଷ ଶାବକଙ୍କ ବିବାହ ଭୋଜରେ କଣ ହେବେ ଏକତ୍ରିତ ହେବାକୁ ପଡିବ ତ এই ସ୍ଥାନରେ ଆମେ ଦେଖିଲୁ ଯେ ଯୋଉମାନଙ୍କୁ ଡକାଗଲା ସେମାନେ ଅଯୋଗ୍ୟ ହେଲେ କିନ୍ତୁ ଯୋଉମାନେ ନିମନ୍ତ୍ରିତ ହେଇନଥିଲେ ସେମାନେ ନିମନ୍ତ୍ରିତ ହଉଛନ୍ତି ସେମାନଙ୍କୁ ଅନୁଗ୍ରହ କରିକି ରାଜା ଡାକୁଛନ୍ତି କହୁଛନ୍ତି ଆମ ତ ସବୁ ପ୍ରସ୍ତୁତ ହେଇଛି ନିମନ୍ତ୍ରିତ ଲୋକମାନେ ତ ଅଯୋଗ୍ୟ ହେଲେ କିନ୍ତୁ ତୁମେ ଯାଅ ଛକ ସ୍ଥାନ ମାନଙ୍କରେ ଯେତେ ଲୋକଙ୍କର ଦେଖା ପାଇବ ସମସ୍ତଙ୍କୁ ନେଇକି ଆସ ଯେତେବେଳେ ଦାସ ମାନେ ଆଉ ଯାଇକି ଲୋକମାନଙ୍କୁ ଡାକିକି ଆଣିଲେ ସମସ୍ତେ ବିବାହ ଉତ୍ସବରେ ଯୋଗଦାନ କରିଛନ୍ତି ବିବାହ ଆରେ ଆମୋଦ ପ୍ରମୋଦ କରୁଛନ୍ତି ସମସ୍ତେ କିଏ ତ ଖାଇବାରେ କିଏ ତ ବିଭିନ୍ନ ଲୋକମାନଙ୍କ ସହିତ ମିଶି ଯେମିତିକି ବିବାହର ମାହୋଲ ସେଇ ପ୍ରକାର ମାହୋଲରେ ସମସ୍ତେ ଖାଦ୍ୟରେ ଏନ୍ଜୟ କରୁଛନ୍ତି କିଏ ତ ବିଭିନ୍ନ ପ୍ରକାର ବିଷୟ ସହିତ ଏନ୍ଜୟ କରୁଛନ୍ତି ସେଇ ସମୟରେ ଆଉ ଗୃହର ଅଧ୍ୟକ୍ଷ ଭୋଜର ଅଧ୍ୟକ୍ଷ ଯେତେବେଳେ ଅଭ୍ୟାଗତ ମାନଙ୍କୁ ଦେଖିବା ପାଇଁ ଯେତେବେଳେ ଯାଉଛନ୍ତି ଜଣକ ପାଖରେ ତାଙ୍କର ଦୃଷ୍ଟି ପଡିଲା ଜଣକ ପାଖରେ ଦୃଷ୍ଟି ପଡିଲା ଜଣେ ବିବାହ ବସ୍ତ୍ର ପରିଧାନ ନ କରି ସେ କଣ କରୁଛନ୍ତି ସେଇ ସ୍ଥାନରେ ବସିଛନ୍ତି ଖାଉଛନ୍ତି ଆନନ୍ଦ କରୁଛନ୍ତି ତାକୁ ବହୁତ ସୁନ୍ଦର ଭାବରେ ଆଉ ତାକୁ ପଚାରିଲେ ବନ୍ଧୁ ବନ୍ଧୁ ତୁମର ବିବାହ ବସ୍ତ୍ର କାହିଁ ସେଇ ବ୍ୟକ୍ତି କୌଣସି ଉତ୍ତର ଦେଇପାରିଲେ ନାହିଁ ସେଇ ବ୍ୟକ୍ତି ଲେଖାଯାଏ ବାଇବଲରେ ନିରୁତ୍ତର ହୋଇକି ରହିଲେ ତାକୁ କୁହାଗଲା ତାକୁ ନିଅ ଅନ୍ଧକାର ସ୍ଥାନରେ ପକେଇ ଦିଅ ଏବଂ ସେଇ ସ୍ଥାନରେ ରୋଦନ ଏବଂ ଦନ୍ତର କିଳିମିଳି ହବ ଚିନ୍ତା କରନ୍ତୁ ଯୋଉ ବ୍ୟକ୍ତି କି ବହୁତ ଖୁସିରେ ଥିଲା ଅଳ୍ପ ସମୟ ଭିତରେ ତାର ଖୁସି ତାର ଆନନ୍ଦ ତାର ସବୁ ବିଷୟ ଦୁଃଖରେ ପରିଣତ ହେଇଯାଉଛି କାହିଁକି ଗୋଟିଏ ଭୁଲ ବିବାହ ବସ୍ତ୍ର ନାହିଁ ତା ଦେହରେ ବିବାହ ବସ୍ତ୍ର ପିନ୍ଧି ନାହିଁ ତାକୁ କୁହାଯାଉଛି ତାକୁ ନିଅ ଅନ୍ଧକାର ସ୍ଥାନରେ ପକେଇ ଦିଅ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ବର୍ତ୍ତମାନ ଆନନ୍ଦରେ ଆମେ ଚାଲୁଛୁ କିନ୍ତୁ ଏ ଆନନ୍ଦର ମୁହୂର୍ତ୍ତରେ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ପଡିବ ସୁସଜ୍ଜିତ ହେବାକୁ ପଡିବ ସେ ମେଷ ଶାବକଙ୍କର ବିବାହ ଉତ୍ସବ ପାଇଁ ବିବାହର ସମସ୍ତ ଏକ୍ସପିରିଏନ୍ସ ଦେଇକି ଆମେ ସମସ୍ତେ ଆସିଛୁ ବିବାହର ସମସ୍ତ ଏକ୍ସପିରିଏନ୍ସ ଦେଇକି ଆମେ ସମସ୍ତେ ଆସିଛୁ ଜଣେ ବାଗଦାନ ହେଇଥିବ ଏଙ୍ଗେଜମେଣ୍ଟ ହେଇଥିବ ବିବାହ ହେବା ପୂର୍ବରୁ
ସେଇ କନ୍ୟାଙ୍କ ଘରେ ବିଭିନ୍ନ ପ୍ରକାରର ଆଉ ସାଜସଜ୍ଜା କନ୍ୟାଙ୍କ ପାଇଁ ସମସ୍ତ ବିଷୟ ପାଇଁ ସୁସଜ୍ଜିତ କରାଯାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନେ ବି ଆଉ ଜାଣୁ ଯେ ଏଇ ବିବାହର କି ପ୍ରକାର ସୁସଜ୍ଜିତ ହେଇ ହୁଏ। ତ ଏଇ ଯୋଉ ବିବାହ ବସ୍ତ୍ର କଣ ଅଟେ? ମୁଁ ଯେତେବେଳେ ଚିନ୍ତା କରୁଥିଲି ଯେତେବେଳେ ଆଉ ଏଇ ବିବାହ ବସ୍ତ୍ର କଣ ଯାହାକି ସେ ପ୍ରଭୁ ତାଙ୍କୁ ଦେଖିଲେ ନାହିଁ, ତା ଜୀବନରେ ଦେଖିଲେ ନାହିଁ, ତାର ଶରୀରରେ ଦେଖିଲେ ନାହିଁ, ତାକୁ ଏକଦମ ବାହାର କରିଦେଲେ। ତାକୁ କୌଣସି ଦୟା ଅନୁଗ୍ରହ ଆଉ କୌଣସି ଚାନ୍ସ ଦିଆଗଲା ନାହିଁ। ସାଙ୍ଗେ ସାଙ୍ଗେ ତାକୁ କୁହାଗଲା ତୁମେ ବାହାର ଏଠୁ, ଏବଂ ତାଙ୍କୁ କୁହାଗଲା ଅନ୍ଧକାରରେ ପକେଇ ଦିଆଗଲା। ଗୋଟିଏ ମାତ୍ର ଉଣା ବିବାହ ବସ୍ତ୍ର ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଶେଷ ଦିନରେ କଣ ଦେଖିବା ପାଇଁ ଚାହାନ୍ତି? ଆମମାନଙ୍କୁ କୋଉ ବିଷୟ ସୁସଜ୍ଜିତ ଅବସ୍ଥାରେ ପ୍ରଭୁ ସେଇ ବିବାହ ଉତ୍ସବରେ ଦେଖିବା ପାଇଁ ଚାହାନ୍ତି, ଯଦ୍ୱାରା ଆମେ ତାଙ୍କର ଯୋଗ୍ୟ ହେଇପାରିବା, ଯଦ୍ୱାରା ଆମେ ତାଙ୍କର ବିବାହ ଉତ୍ସବରେ ଯୋଗଦାନ କରିପାରିବା। ଅଳ୍ପ ସମୟ ଅଳ୍ପ 2-4ଟା ବସ୍ତ୍ର ପ୍ରଭୁ ଆମମାନଙ୍କ ଜୀବନରେ କୋଉ ବସ୍ତ୍ର ଦେଖିବା ପାଇଁ ଚାହାନ୍ତି? ଅଳ୍ପ ସମୟ ଚିନ୍ତା କରିବା। ପ୍ରଭୁଙ୍କର ଗୌରବ ହଉ। ଯିଶାୟ ପୁସ୍ତକ ମୋ ସହିତ ଖୋଲନ୍ତୁ, କିଏ ଯଦି ପାଉଛନ୍ତି। ଯିଶାୟ 61 ଅଧ୍ୟାୟର 10 ପଦ କିଏ ଯଦି ପାଉଛନ୍ତି ଆଉ ପଢନ୍ତୁ। ଯିଶାୟ ତାର 61 ଅଧ୍ୟାୟର 10 ପଦ। ମୁଁ ସଦାପ୍ରଭୁଙ୍କ ଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଉଲ୍ଲସିତ ହେବ। କାରଣ ବର ଯେପରି ଭୂଷଣରେ ଆପଣାକୁ ଭୂଷିତ କରେ, କନ୍ୟା ଯେପରି ଆପଣା ରତ୍ନରେ ଆପଣାକୁ ଭୂଷିତା କରେ, ସେପରି ସେ ପରିତ୍ରାଣ ରୂପ ବସ୍ତ୍ରରେ ମତେ ବସ୍ତ୍ରାନ୍ବିତ କରିଅଛନ୍ତି ଓ ଧର୍ମ ରୂପ ରାଜବସ୍ତ୍ରରେ ମତେ ଆଚ୍ଛାଦିତ କରିଅଛନ୍ତି। ଆମେନ୍। ପ୍ରଭୁଙ୍କର ଗୌରବ ହଉ। ପରିତ୍ରାଣର ବସ୍ତ୍ରରେ ଆମମାନଙ୍କୁ ପ୍ରଭୁ ବସ୍ତ୍ରାନ୍ବିତ କରିଛନ୍ତି। ଦିନ ଆସିବ ସେଇ ବସ୍ତ୍ରକୁ ପ୍ରଭୁ ଆମମାନଙ୍କର ଜୀବନରେ ଦେଖିବା ପାଇଁ ଚାହାନ୍ତି। ପରିତ୍ରାଣର ବସ୍ତ୍ରରେ ଆମମାନଙ୍କୁ ବସ୍ତ୍ରାନ୍ବିତ ହେବାକୁ ପଡିବ। ଗାର୍ମେଣ୍ଟସ୍ ଅଫ୍ ସାଲଭେସନ, ଗାର୍ମେଣ୍ଟସ୍ ଅଫ୍ ସାଲଭେସନ ବା ପରିତ୍ରାଣର ବସ୍ତ୍ରରେ ପ୍ରଭୁ ଆମମାନଙ୍କୁ ବସ୍ତ୍ରାନ୍ବିତ କରିଛନ୍ତି। ଦିନେ ଆମେ ଉଲଙ୍ଗ ଥିଲୁ, ଆମମାନଙ୍କର ଜୀବନରେ ପାପ ଯେତେବେଳେ ଥିଲା ଆମମାନେ ଉଲଙ୍ଗ ହେଲୁ। ଆଉ ପ୍ରଭୁ କଣ ହେଲେ? ସେ ଉଲଙ୍ଗକୁ ଯେତେବେଳେ ଅବାଧମ ଯେତେବେଳେ ପାପ କରିଲେ, ସେଇ ଦିନ ଠାରୁ ଆଉ ପ୍ରଭୁ କଣ କଲେ? ସେମାନେ ଯେତେବେଳେ ଗୋଟିଏ ଆଉ ଡିମ୍ବୁରି ବୃକ୍ଷର ପତ୍ରକୁ ସିଆଇକି ପିନ୍ଧିଥିଲେ, ଆଉ ପ୍ରଭୁ ଦେଖିଲେ ଯେ ଆଉ ଏମାନଙ୍କ ପାଇଁ ବସ୍ତ୍ର ଦରକାର। ଗୋଟିଏ ପଶୁର ଚମଡ଼ାରେ ଆଉ ସେମାନଙ୍କୁ ଚର୍ମ ବସ୍ତ୍ର ସେମାନଙ୍କୁ ପିନ୍ଧାଗଲା। ଜାଣିଲେ ଏହି ପଶୁକୁ ବଳି କରାଗଲା ଏବଂ ଆର ବସ୍ତ୍ରରେ ଆର ଚମଡ଼ାରେ ଏମାନଙ୍କର ଲଜ୍ଜାକୁ ସେଦିନ କଣ କରିଥିଲେ? ପ୍ରଭୁ ଆଉ ସେ ଘୋଡେଇ ଦେଇଥିଲେ। ଦିନେ ସେଇ ଦିନ ଠାରୁ ପ୍ରଭୁ ଈଶ୍ୱରଙ୍କର ପ୍ଲାନ ହେଲା ଯେ ତାଙ୍କର ଅଦ୍ୱିତୀୟ ପୁତ୍ର ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିବେ ଏବଂ ସମସ୍ତଙ୍କ ନିମନ୍ତେ କାଲବରୀ କ୍ରୁଶ ଉପରେ ଜୀବନ ଦେବେ ଏବଂ ସେ ପରିତ୍ରାଣର ବସ୍ତ୍ର ହେବେ। ତେଣୁ କରିକି ରୋମୀ ପୁସ୍ତକ 13 ଅଧ୍ୟାୟର 14 ପଦରେ ଲେଖାଯାଏ, ଯୀଶୁ ଖ୍ରୀଷ୍ଟଙ୍କୁ ପରିତ୍ରାଣର ବସ୍ତ୍ର ରୂପେ ତୁମେ କଣ କର? ପରିଧାନ କର। ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିତ୍ରାଣର ବସ୍ତ୍ର ହେଇଗଲେ। ଉଲଙ୍ଗ ଥିଲୁ, ବିନା ପରିତ୍ରାଣର ଜୀବନ କାଟୁଥିଲୁ, ଆମମାନଙ୍କୁ ପ୍ରଭୁ କଣ କଲେ? ପରିତ୍ରାଣର ବସ୍ତ୍ର ହେଲେ। ଆମମାନଙ୍କୁ ପ୍ରଭୁ ଦିନେ ଦେଖିବା ପାଇଁ ଚାହାନ୍ତି ଯୋଉ ପରିତ୍ରାଣଟି ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଯୋଉ ଅନୁଗ୍ରହରେ କି ଆମେ ପରିତ୍ରାଣର ବସ୍ତ୍ର ପ୍ରଭୁ ଆମମାନଙ୍କୁ ଦେଲେ। ବାଇବଲରେ ଲେଖାଯାଏ, ଯେତେବେଳେ ଯିଶାୟ ପୁସ୍ତକ ଘରେ ପଢିବେ, କେତେବେଳେ ପଢିବେ ଯଦି କିଏ ଲେଖୁଛନ୍ତି, 59 ଅଧ୍ୟାୟ 11 ପରିତ୍ରାଣ ବହୁତ ଦୂରରେ ଥିଲା। ପରିତ୍ରାଣ ବହୁତ ଦୂରରେ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ମାଥ୍ୟୁ ପୁସ୍ତକ 1 ଅଧ୍ୟାୟର 23 ଲେଖାଯାଏ, ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ସହିତ ଈଶ୍ୱର ଲେଖାଯାଏ ଇମାନୁଏଲ ପରମେଶ୍ୱର ଆମ୍ଭମାନଙ୍କ ପାଖକୁ ଆସିଗଲେ ପରିତ୍ରାଣ ହେଇକି। ସେ ଆପଣାର ଲୋକମାନଙ୍କୁ ପାପରୁ ଉଦ୍ଧାର କରିବା ପାଇଁ ସେ ଆମ୍ଭମାନଙ୍କ ନିକଟକୁ ଆସିଗଲେ। ଇମାନୁଏଲର ଅର୍ଥ ଆମ୍ଭମାନଙ୍କ ସହିତ ଆଉ ଦୂର ହେଲା ନାହିଁ। ନୂତନ ନିୟମରେ ତାହା କ୍ଲୋଜ ହେଇଗଲା। ଆମ ପାଖକୁ ପରିତ୍ରାଣ ପଳେଇ ଆସିଲା ଏବଂ ପରିତ୍ରାଣ ଅଦୃଶ୍ୟ ଭାବରେ ଥିଲା। ପରିତ୍ରାଣ ଏକ
ଏକ ଅଦୃଶ୍ୟ ଭାବରେ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଆସିଗଲେ। ସେଥିପାଇଁ ଯେତେବେଳେ ଆଉ ସିମିଓନ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ସେ କଣ କରୁଛନ୍ତି, ଯେତେବେଳେ ଦେଖୁଛନ୍ତି, ଆଉ ସେ କଣ କଲେ, ଧନ୍ୟ ହେଇଗଲା ମୋର ନେତ୍ର ଯିଏକି ମୋର ପରିତ୍ରାଣକୁ ଦେଖି ଅଛି। ମନ୍ଦିରରେ ସେ ଶିଶୁ ଯୀଶୁଙ୍କୁ ଦେଖି କହୁଛନ୍ତି ଗୋଟିଏ କଥା, ମୋର ନେତ୍ର ଯୁଗଳ ଧନ୍ୟ ହେଇଗଲା ଯେଉଁ ନେତ୍ର କି ପରିତ୍ରାଣକୁ ଦେଖିଲି। ଯେଉଁ ପରିତ୍ରାଣ କି ଦୂରରେ ଥିଲା, ଯେଉଁ ପରିତ୍ରାଣ କି ଅଦୃଶ୍ୟ ଥିଲା, ତାହା ଆମ୍ଭମାନଙ୍କ ନିକଟକୁ ଆସିଲା, ଆମ୍ଭମାନଙ୍କ ପାଇଁ ଦୃଶ୍ୟମାନ ହେଲା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକ ପରିତ୍ରାଣର ବସ୍ତ୍ରରେ ବସ୍ତ୍ରାନ୍ବିତ କରିଛନ୍ତି। ଯଦି ଆମମାନେ ସେଇ ପରିତ୍ରାଣର ବସ୍ତ୍ରକୁ ସଠିକ ଭାବରେ ରଖିବା ଦରକାର। ସେ ବିବାହ ଉତ୍ସବରେ ଏହି ବସ୍ତ୍ର ପ୍ରଭୁ ଆମମାନଙ୍କୁ ଦେଖିବା ପାଇଁ ଚାହିଁବେ, କାରଣ ପରିତ୍ରାଣ ଆମମାନଙ୍କ ପାଇଁ ଆଭେଲେବଲ କରିଦେଲେ ପ୍ରଭୁ। ଅଳ୍ପ ସଂଖ୍ୟକ ଲୋକମାନଙ୍କ ପାଇଁ ଥିଲା, ପରିତ୍ରାଣ ସମସ୍ତ ଜଗତ ପାଇଁ କରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଏବଂ ଆପଣମାନେ ସେ ପରିତ୍ରାଣର ଅଂଶୀ ଆମେ ହେଇଛୁ। ସେଥିପାଇଁ ଫିଲିପିଓ 2:12 ପାଉଲ ଗୋଟିଏ କଥା କହନ୍ତି, ଆପଣା ଆପଣା ପରିତ୍ରାଣକୁ ସବୁଦିନ ସାଧନ କର। ଗୋଟିଏ ଦିନର କଥା ନୁହଁ, ଯୋଉ ପରିତ୍ରାଣକୁ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ସେ ପରିତ୍ରାଣ ଲେଖାଯାଏ ପ୍ରତିଦିନ ସାଧନ କର। ପରିତ୍ରାଣକୁ ସାଧନ କରିବା ଦରକାର ପ୍ରତ୍ୟେକ ଦିନ। ପରିତ୍ରାଣ ପାଇଗଲୁ ଯଥେଷ୍ଟ ନୁହଁ, ତାକୁ ସବୁଦିନ ସାଧନ କରିବାକୁ ପଡିବ, ତାକୁ ସବୁଦିନ ରିନ୍ୟୁଆଲ କରିବାକୁ ପଡିବ, ତାକୁ ସବୁଦିନ ସେଇ ବସ୍ତ୍ରକୁ ସଜାଗ ସୁନ୍ଦର ଭାବରେ ରଖିବାକୁ ପଡିବ। କାରଣ 2 ଥେସଲୋନିକି ଯଦି ପଢିବେ, ତାର ଆଉ 2:10-12 ପର୍ଯ୍ୟନ୍ତ ଏହି ସ୍ଥାନରେ ଲେଖା ହେଇଛି ଯେ ପରିତ୍ରାଣ ପାଇଁ ଏ ପ୍ରକାର ଲୋକ ବି ଅଛନ୍ତି, ଶ୍ରଦ୍ଧା ଭାବ ବହନ୍ତି ନାହିଁ, ଖାମଖିଆଲି ଭାବରେ ପରିତ୍ରାଣ ଗୋଟେ ପାଇଯାଇଛୁ, ଗୋଟେ ଖାମଖିଆଲି ଭାବରେ ଯୋଉ ସେଠି ପାଉଲ ଲେଖୁଛନ୍ତି ଥେସଲୋନିକୀୟ ମଣ୍ଡଳୀ ଲୋକମାନଙ୍କୁ, ପରିତ୍ରାଣ ପାଇଁ ଏ ପ୍ରକାର କେତେ ଲୋକ ଅଛନ୍ତି, ସେମାନେ ପରିତ୍ରାଣ ପାଇଁ ଶ୍ରଦ୍ଧା ଭାବ ନାହିଁ, ଆନନ୍ଦ ନାହିଁ, ଖୁସି ନାହିଁ। ସେମାନେ ଚାହୁଁଛନ୍ତି ପରିତ୍ରାଣ ଗୋଟେ ସାଧାରଣ ବିଷୟ, କିନ୍ତୁ ଦିନ ଆସିବ ଏହି ପରିତ୍ରାଣର ବସ୍ତ୍ରକୁ ପ୍ରଭୁ ଦେଖିବା ପାଇଁ ଚାହିଁବେ। ଯଦି ପରିତ୍ରାଣର ବସ୍ତ୍ର ନଥିବ, ଏଇ ବ୍ୟକ୍ତିଙ୍କ ପରି ପ୍ରଭୁ କହିବେ, ବନ୍ଧୁ ତୁମର ପରିତ୍ରାଣର ବସ୍ତ୍ର କାହିଁ? ସେଇ ପରିତ୍ରାଣର ବସ୍ତ୍ରକୁ ଯେତେବେଳେ ଆମ ପାଖରେ ନଥିବ, ବାହାରେ ପକେଇ ଦିଆଯିବାର ଚାନ୍ସ ଅଛି, ଅନ୍ଧକାରର ସ୍ଥାନକୁ ଯିବାର ବହୁତ ଚାନ୍ସ ଅଛି। ତେଣୁକରି ଦାଉଦ ଯେତେବେଳେ ପାପ କରିଲେ 51 ଗୀତରେ ସେ କହୁଛନ୍ତି 11 ଏବଂ 12 ପ୍ରଭୁଙ୍କୁ କହୁଛନ୍ତି, ପ୍ରଭୁ ପରିତ୍ରାଣର ଆନନ୍ଦ ପୁନର୍ବାର ମତେ ଦିଅ। ଯୋଉ ପରିତ୍ରାଣର ଆନନ୍ଦ କି ମୋ ଜୀବନରେ ଆନନ୍ଦ କରୁଥିଲି, ମୁଁ ସେଇ ପରିତ୍ରାଣ ଆଜି ମୁଁ ହରେଇ ଦେଇଛି, ସେ ଆନନ୍ଦ ମୁଁ ଆଜି ହରେଇ ଦେଇଛି। ପ୍ରଭୁଙ୍କୁ କହୁଛନ୍ତି, ପ୍ରଭୁ ସେଇ ପରିତ୍ରାଣର ଆନନ୍ଦ ମତେ ଦିଅ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ପରିତ୍ରାଣକୁ କି ପ୍ରକାର ଭାବରେ ସଜାଗ ରଖୁ, ପରିତ୍ରାଣକୁ କି ପ୍ରକାର ଭାବରେ ଆମେ ମେଣ୍ଟେନ କରୁଛୁ, ତାହା ଗୋଟିଏ ଦିନର କଥା ନୁହଁ। ବାଇବଲରେ ଲେଖାଯାଏ ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। ଯେ ଶେଷ ପର୍ଯ୍ୟନ୍ତ ସେ ପରିତ୍ରାଣର ବସ୍ତ୍ରକୁ ଠିକ ଭାବରେ ରଖିବ। କାରଣ ବର ଯେପରି ଆପଣାର କନ୍ୟାକୁ ସୁସଜ୍ଜିତା କରେ, ସେହିପରି ସଦା ପ୍ରଭୁ ପରମେଶ୍ୱର ଆମମାନଙ୍କୁ କଣ କରିଛନ୍ତି, ପରିତ୍ରାଣର ବସ୍ତ୍ରରେ ବସ୍ତ୍ରାନ୍ବିତ କରିଛନ୍ତି। ଯଦି ସେଇ ବସ୍ତ୍ରକୁ ପ୍ରଭୁ ଦିନେ ଦେଖିବା ପାଇଁ ଚାହିଁବେ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ପରିତ୍ରାଣକୁ ମୁଁ କି ପ୍ରକାର ସଜାଗ କରୁଛି, ମୋର ପରିତ୍ରାଣର ବସ୍ତ୍ରକୁ ମୋର ପ୍ରଭୁ ଯୀଶୁଙ୍କୁ ମୁଁ ଯେତେବେଳେ ପିନ୍ଧିଛି, ତାକୁ କି ପ୍ରକାର ଭାବରେ ମୁଁ ମେଣ୍ଟେନ କରୁଛି। ଜାଗତିକ ଭାବରେ ତ ମୋର ସମସ୍ତ ବିଷୟକୁ ମୁଁ ମେଣ୍ଟେନ କରୁଛି, ମୋର ବଡି ହେଇପାରେ, ମୋର ବିଭିନ୍ନ ବିଷୟ ହେଇପାରେ, ମୁଁ ତାକୁ ମେଣ୍ଟେନ କରେ, କିନ୍ତୁ ପରିତ୍ରାଣକୁ ମୁଁ କି ପ୍ରକାର ଭାବରେ ମେଣ୍ଟେନ କରୁଛି। ଦିନ ଆସିବ ପ୍ରଭୁ ସେ ବସ୍ତ୍ର ଦେଖିବା ପାଇଁ ଚାହିଁବେ। ଦ୍ୱିତୀୟ ବିଷୟ ଅଧିକ ବ୍ୟାଖ୍ୟା କରିବି ନାହିଁ, କାରଣ ଆଉ ସମୟର ସ୍ୱଳ୍ପତା ଦୃଷ୍ଟିକୋଣରୁ ଦ୍ୱିଖରୀୟ ପୁସ୍ତକ ଖୋଲନ୍ତୁ। ଦ୍ୱିଖରୀୟ ପୁସ୍ତକ ତାର 3 ଅଧ୍ୟାୟ, ଦ୍ୱିଖରୀୟ ପୁସ୍ତକ 3 ଅଧ୍ୟାୟର 3 ପଦ ଏବଂ 4 ପଦ। 3:3 ର 3 ଆଉ 4 ପଦ। ଆଜ୍ଞା, ଏହି
ଏହି ସମୟରେ ଝିଅ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହେଲେ। ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କ ଠାରୁ ମଳିନ ବସ୍ତ୍ର କାଢି ନିଅ। ପୁଣି ତାଙ୍କୁ ସେ କହିଲେ, ଦେଖ, ଆମ୍ଭେ ତୁମ୍ଭର ଅଧର୍ମ ତୁମ୍ଭଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମ୍ଭକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା। ବହୁମୂଲ୍ୟ ବସ୍ତ୍ର ପ୍ରଭୁ ଆମମାନଙ୍କୁ ପିନ୍ଧେଇଛନ୍ତି। ଏକ ବହୁମୂଲ୍ୟ ବସ୍ତ୍ର ବାଇବେଲରେ ଲେଖାଯାଏ ଦ ଗାର୍ମେଣ୍ଟସ୍ ଅଫ ରିଚ୍। ଏକ ବହୁମୂଲ୍ୟ, ଏକ ଧନୀଶାଳୀର ବସ୍ତ୍ର ପ୍ରଭୁ ଆମମାନଙ୍କୁ ପିନ୍ଧେଇଛନ୍ତି। ଦିନ ଆସିବ ପ୍ରଭୁ ଆମମାନଙ୍କୁ ସେ ବସ୍ତ୍ର ଆମମାନଙ୍କ ଜୀବନରେ ଦେଖିବା ପାଇଁ ଚାହିଁବେ। ଏକ ବହୁମୂଲ୍ୟ ବସ୍ତ୍ର। ପ୍ରଥମ କରନ୍ତୀୟ ପୁସ୍ତକରେ ଲେଖା ହେଇଛି, ପ୍ରଭୁ ଯୀଶୁ ଆମମାନଙ୍କୁ ବିଶେଷ ମୂଲ୍ୟରେ କିଣିଛନ୍ତି। ତାଙ୍କର ସାଧାରଣ ରକ୍ତରେ ନୁହଁ, କୌଣସି କାଠ, ପଥର, ସୁନା, ରୂପାରେ ନୁହଁ, ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ରକ୍ତରେ ଆମମାନଙ୍କୁ ଯେତେବେଳେ କିଣିଛନ୍ତି, ଆମମାନଙ୍କର ଜୀବନରେ ସେ ମୂଲ୍ୟବାନ କରିଦେଇଛନ୍ତି। ଆମମାନଙ୍କର ଜୀବନ ଆମେ ମୂଲ୍ୟହୀନ ନହୁଁ, ଆମମାନେ ମୂଲ୍ୟବାନ ଅଟୁ। ଆମମାନେ ମଳି ନଥିଲୁ, ଆମମାନଙ୍କୁ ପ୍ରଭୁ ଆମମାନଙ୍କ ଠାରୁ ସେ ବସ୍ତ୍ର କାଢିଲେ ଏବଂ ଆମମାନଙ୍କୁ ପ୍ରଭୁ କଣ କରିଛନ୍ତି? ମୂଲ୍ୟବାନ ବସ୍ତ୍ର ପିନ୍ଧେଇ ଦେଇଛନ୍ତି। ବାଇବଲରେ ଲେଖାଯାଏ ଆମମାନେ ବିଶେଷ ମୂଲ୍ୟରେ ତାଙ୍କର ରକ୍ତରେ ଆମେ କିଣା ଯାଇଛୁ। ପ୍ରଭୁ ଯୀଶୁ ଆମମାନଙ୍କୁ ବିଶେଷ ମୂଲ୍ୟରେ କିଣିଛନ୍ତି। ତେଣୁ ଆମମାନଙ୍କ ଶରୀରରେ ଆମେ ଈଶ୍ୱରଙ୍କର ଗୌରବ କରିବା ଦରକାର। କାରଣ ପ୍ରଥମ କରନ୍ତୀୟ 8 ଅଧ୍ୟାୟର 9 ପଦରେ ଲେଖାଯାଏ, ପ୍ରଭୁ ଯୀଶୁ ଧନୀ ହୋଇ ସୁଦ୍ଧା ଆମ ପାଇଁ ସେ କଣ କଲେ? ଦରିଦ୍ର ହେଲେ, ଆମେ ଯେପରି ଧନବାନ ହେଇପାରିବୁ। ସେ ଆପଣାକୁ ଦରିଦ୍ର କରିଲେ, ଆପଣାକୁ ଶୂନ୍ୟ କରିଦେଲେ, ନିଜର ରକ୍ତ ଦେଇଦେଲେ, ତାଙ୍କର ନିଜର ବସ୍ତ୍ର ଗୁଳିବାଣ୍ଟ ହେଇଗଲା, ସେ ଉଲଙ୍ଗ ହେଇଗଲେ, ସେ କଣ ହେଇଗଲେ? ଦରିଦ୍ର ସମାନ ହେଇଗଲେ ଆମକୁ ଧନବାନ କରିବା ପାଇଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ବ୍ୟକ୍ତି ଥିଲେ, ଗୋଟେ ଛୋଟ ପିଲା ଥିଲା, ଯୋଉ ପିଲା କି ଗୋଟେ ଡଙ୍ଗାକୁ ବହୁତ ଭଲ ପାଏ। ସେ ଡଙ୍ଗାର ସହିତ ସବୁବେଳେ ଖେଳେ, ଚିତ୍ର ଆଙ୍କେ, ଯୋଉ ପଟ ଯିବ ଡଙ୍ଗା ଧରିକି ଖେଳିବ, ଡଙ୍ଗାକୁ ଚିତ୍ର ଆଙ୍କିବ, ସ୍କୁଲରେ ହଉ ଯୋଉ ସ୍ଥାନରେ ହଉ। ତ କଣ କଲେ? ଦିନେ ଗୋଟେ ଡଙ୍ଗାକୁ ସେ ତିଆରି କଲେ। ଡଙ୍ଗାକୁ ତିଆରି କଲା ପରେ ସେ ଡଙ୍ଗା ସହିତ ବହୁତ ଖେଳନ୍ତି, ତା ସହିତ କୋଉଠିକି ନଦୀ କୂଳକୁ ଯାଇକି ଡଙ୍ଗାକୁ ଭସେଇବ, ଖେଳେଇବ, ସବୁ ପ୍ରକାର ହେବା ସମୟରେ ଦିନ ଆସିଲା, ଗୋଟେ ଝଡ ତୋଫାନ ଆସିଲା, ସେ ଡଙ୍ଗାକୁ ସେ ଝଡ ତୋଫାନରେ କୁଆଡେ ସେ ନେଇକି ପଳେଇଲା। ମନ ଦୁଃଖରେ, ବହୁତ କଷ୍ଟରେ ଯେତେବେଳେ ସେ ଘରକୁ ଫେରିଲେ, ବାପା ମା ତାଙ୍କୁ ପଚାରିଲେ, ବାପା କଣ ହେଲା? ସେ କହିଲେ, ନା ବାବା, ଆଉ ମୁଁ ଯୋଉ ଡଙ୍ଗାକୁ ବହୁତ ଭଲ ପାଏ, ହଠାତ୍ ମୁଁ ବାରିପଟ ନଦୀ କୂଳରେ ଖେଳୁଥିଲି, ଡଙ୍ଗା ସହିତ ଭସଉଥିଲି, ମୋ ପାଖକୁ ଆଣୁଥିଲି, ସବୁ କରୁଥିଲି, କିନ୍ତୁ ଡଙ୍ଗା ମୋ ଠାରୁ ଚାଲିଗଲା। ମୁଁ ବହୁତ କଷ୍ଟ କରି ତାଙ୍କୁ ବନେଇଥିଲି, ତିଆରି କରିଥିଲି। ବାବା କହିଲେ, ଠିକ ଅଛି, କିଛି ମନ ଖରାପ କରିନାହିଁ, ବହୁତ ମନ ଦୁଃଖରେ ଥାନ୍ତି। ସ୍କୁଲକୁ ଯେତେବେଳେ ସେ ଯିବା ଆସିବା କରନ୍ତି, ମନ ସେଇ ସବୁବେଳେ ସେ ଡଙ୍ଗାକୁ ମନେ ପକାନ୍ତି। ଯେତେବେଳେ ସ୍କୁଲକୁ ଯିବା ସମୟରେ, ଯେତେବେଳେ ଯିବା ଆସିବା ସମୟରେ ଦେଖିଲେ ଗୋଟେ ଗିଫ୍ଟ ଦୋକାନ ଅଛି ବଜାର ଛକରେ, ସେ ଗିଫ୍ଟ ଦୋକାନରେ ସେ ଡଙ୍ଗାଟା ଓହଳିଛି। ଦେଖିଲେ ସାଙ୍ଗେ ସାଙ୍ଗେ ଗଲେ, ସେ ଦୋକାନର ମାଲିକକୁ କହୁଛନ୍ତି, ଏ ଡଙ୍ଗା ମୋର, ମତେ ଦେଇ ଦିଅନ୍ତୁ, ମୁଁ ନଦୀ କୂଳରେ ଖେଳୁଥିଲି, ଆଉ ଏଇଟା ହଜି ଯାଇଥିଲା। ଦୋକାନୀ କଣ କଲେ ଜାଣିଛନ୍ତି? ଭାରି ଚାଲାକ। ଏ ଡଙ୍ଗା ମୁଁ ପାଇଛି, କେମିତି ପାଇଛି? ଏଟାକୁ ମୁଁ କିଣିଛି, ଆର ମୂଲ୍ୟ ହଉଛି ଏତିକି ଟଙ୍କା, ଯଦି ଟଙ୍କା ଏତିକି ଦେବୁ ନେଇପାରିବୁ। ସେ ଘରକୁ ଗଲେ, ଟଙ୍କାକୁ ଆଡଜଷ୍ଟ କରିଲେ ଏବଂ ତାକୁ କହିଲେ ଯେ ଏହାକୁ କାହାକୁ ବିକ୍ରି କରିବନି, ଏଟାକୁ ରଖ, ମୁଁ ହିଁ ଏହାକୁ କିଣିବି। ପଇସା ଜମାଟ କରିଲେ, ତା ବାପା ମା ଯାହା ପଇସା ଦେଲେ ତାକୁ ମାନେ ରଖି ଜମା କରିକି ଆଉ ନେଇକି ଆସିଗଲେ ସେ ଡଙ୍ଗାକୁ। ଏତେ ଖୁସି ହେଲେ, କହୁଛନ୍ତି ମୋ ଡଙ୍ଗାକୁ ମୁଁ ପାଇଲି, କିନ୍ତୁ ତାକୁ ସେ ନିଜର ଡଙ୍ଗାକୁ କିଣିବାକୁ ପଡିଲା। ଯୋଉ ଡଙ୍ଗା କି ତା ହସ୍ତରୁ ଖସି ଯାଇଥିଲା, ଯୋଉ ଡଙ୍ଗା କି ଦିନେ ଝଡ ତୋଫାନରେ ହଜି ଯାଇଥିଲା, ସେ ଡଙ୍ଗାକୁ ସେ ପୁନର୍ବାର କିଣିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମମାନେ ପ୍ରଭୁଙ୍କର ହସ୍ତ ଦ୍ୱାରା ତିଆରି ମଣିଷ ମାନେ, ଦିନେ ଆମେ ପ୍ରଭୁଙ୍କର ମୂଲ୍ୟବାନ ଲୋକମାନେ, ଆମମାନଙ୍କୁ ପ୍ରଭୁ ନିଜ ହସ୍ତରେ ଗଢିଥିଲେ, କିନ୍ତୁ ପାପର ଜୁଆରରେ ଆମେ ଭାସି ଯାଇଥିଲୁ। ପୁନର୍ବାର ସେଇ ପ୍ରଭୁ ହିଁ ଆସି ଆମକୁ ତାଙ୍କର ରକ୍ତ ଦେଇ ମୂଲ୍ୟବାନ କରିକି କିଣିଲେ।
ବସ୍ତୁକୁ ମଧ୍ୟ ସେ ମୂଲ୍ୟ ଦେଇକି କିଣିଲେ। ଚିନ୍ତା କରନ୍ତୁ ତ, କିଏ କାହାର ନିଜର ବସ୍ତୁକୁ କିଏ ମୂଲ୍ୟ ଦେଇ କିଣି ପାରିବେ? ପ୍ରଭୁ ଯୀଶୁ ଆମମାନଙ୍କୁ କିଣିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ମୂଲ୍ୟବାନ ଅଟୁ। ଆମମାନେ ମୂଲ୍ୟବାନ ଅଟୁ। ଆମମାନଙ୍କର ଜୀବନ ମୂଲ୍ୟ ଅଟେ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଯୋସେଫ କଣ ଥିଲେ, ଯେତେବେଳେ ସେ ଆଉ ସୁନ୍ଦର ଭାବରେ ଜୀବନ କାଟୁଥିଲେ, ତାଙ୍କ ପାଇଁ କଷ୍ଟ ଆସିଲା, ସମସ୍ୟା ଆସିଲା, କିନ୍ତୁ ତାକୁ ମୂଲ୍ୟବାନ ବସ୍ତ୍ର ପିନ୍ଧାଗଲା। ରାଜା ତାଙ୍କୁ ମୂଲ୍ୟବାନ ବସ୍ତ୍ର ପିନ୍ଧେଇଲେ। ନିଜର ଅଙ୍ଗୁରୀୟ କାଢି ତାଙ୍କର ଦେଇ ତାକୁ କଣ କରୁଛନ୍ତି, ମୂଲ୍ୟବାନ ବସ୍ତ୍ର ଯୋସେଫ ପିନ୍ଧାଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୋସେଫଙ୍କ ପାଇଁ ବାପା ଗୋଟେ ବସ୍ତ୍ର ଦେଇଥିଲେ, ଯୋସେଫଙ୍କ ପାଇଁ ଜେଲରେ ଗୋଟେ ବସ୍ତ୍ର ଦିଆଗଲା, ଯୋସେଫଙ୍କ ପାଇଁ ଗୋଟେ ଚାକରର ବସ୍ତ୍ର ଦିଆଯାଇଥିଲା, ଜେଲର ଗୋଟେ ବସ୍ତ୍ର ଦିଆଯାଇଥିଲା। ଯେତେବେଳେ ଜେଲରୁ ମୁକୁଳିଲେ, ଆଉ ଫାରୋ ତାଙ୍କୁ ଗୋଟେ ବସ୍ତ୍ର ଦେଲେ। ନିଜର ଅଙ୍ଗୁରୀୟ ବସ୍ତ୍ର କାଢିକି ତାଙ୍କୁ ପିନ୍ଧାଗଲା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ମୂଲ୍ୟବାନ କରିଛନ୍ତି। ଯୋସେଫକୁ ପ୍ରଭୁ ମୂଲ୍ୟବାନ କରିଦେଲେ। କାଲି ପ୍ରଭୁଙ୍କର ଦାସ ଠାରୁ ଆମେ ଶୁଣୁଥିଲୁ, ଜ୍ଞାନ ବୁଦ୍ଧି ଦେଇ ଯୋସେଫକୁ ପ୍ରଭୁ ଆଶୀର୍ବାଦ କଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ମୂଲ୍ୟବାନ। ତ ଚିନ୍ତା କରୁ, ଆମମାନେ କି ପ୍ରକାର ମୂଲ୍ୟ ଆମମାନଙ୍କର ଜୀବନରେ ଦେଖିପାରିବା? ଆମମାନେ କି ପ୍ରକାର ଆମମାନଙ୍କର ବିଶ୍ୱାସ ରୂପ ବାଇବଲରେ ଲେଖାଯାଏ ଯେ ଯାକୋବ ପୁସ୍ତକ 2:5 ବିଶ୍ୱାସ ରୂପ ଧନରେ ଆମମାନଙ୍କୁ ଧନବାନ ହେବାକୁ ପଡିବ। ଏଭ୍ରି 11:26 ଲେଖାଯାଏ ଖ୍ରୀଷ୍ଟଙ୍କ ପାଇଁ ଦୁଃଖ ଭୋଗ ରୂପ ଧନରେ ଆମମାନଙ୍କୁ ଧନବାନ ହେବାକୁ ପଡିବ। ପ୍ରଥମ ତିମୋଥୀ 6:18 ଲେଖାଯାଏ ଉପକାର ରୂପ ଧନରେ ଆମମାନେ ଧନବାନ ହେଉ। ଆମମାନଙ୍କର ଦାନରେ, ଆମମାନଙ୍କର ପ୍ରେମରେ ଆମମାନେ ଅନ୍ୟକୁ ଉପକାର କରିକି ଧନବାନ ହେବା ଦରକାର। ଯଦି ଆମେ ଉପକାର କରୁଛୁ, ଆପଣ ପ୍ରଭୁଙ୍କ ନିକଟରେ ଧନବାନ ହଉଛନ୍ତି। ଆପଣ ଯଦି କାହାକୁ ଦାନ ଦଉଛନ୍ତି, ଉପକାର କରୁଛନ୍ତି, ଆପଣ ପ୍ରଭୁଙ୍କ ଦୃଷ୍ଟିରେ ଧନବାନ ହଉଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ମୂଲ୍ୟବାନ ତ ନା ମୂଲ୍ୟହୀନ? ଆମମାନଙ୍କର ଜୀବନ, ଆତ୍ମା, ଶରୀର ଆଜି ମୂଲ୍ୟହୀନ ନା ମୂଲ୍ୟବାନ? ଆମମାନଙ୍କର ଉପାସନା, ପ୍ରାର୍ଥନା, ଆମମାନଙ୍କର ସବୁ ବିଷୟ ମୂଲ୍ୟବାନ ନା ମୂଲ୍ୟହୀନ? ଆମମାନଙ୍କର ସମ୍ପର୍କ, ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନର ସମ୍ପର୍କ ଆଜି ମୂଲ୍ୟବାନ ନା ମୂଲ୍ୟହୀନ? ଆଜି ମୋ ସହିତ ପ୍ରଭୁଙ୍କର ସହଭାଗିତା ଏକ ମୂଲ୍ୟବାନ ହେଉଛି ନା ମୂଲ୍ୟହୀନ ହେଉଛି? ମୋର ବେଶଭୂଷା, ମୋର ଚାଲିଚଳନ, ମୋର କଥାବାର୍ତ୍ତା ଏକ ମୂଲ୍ୟବାନ ନା ମୂଲ୍ୟହୀନ ହେଉଛି? କାରଣ ପ୍ରଭୁ ଆମମାନଙ୍କୁ ମୂଲ୍ୟବାନ କରିଛନ୍ତି। ପ୍ରଭୁ ଆମମାନଙ୍କୁ କଣ କରିଛନ୍ତି? ମୂଲ୍ୟବାନ କରିଛନ୍ତି। ପ୍ରଭୁ ଆମମାନଙ୍କୁ କଣ କରିଛନ୍ତି? ମୂଲ୍ୟବାନ କରିଛନ୍ତି। ଆମ ଜୀବନ ପ୍ରଭୁଙ୍କ ଦୃଷ୍ଟିରେ ମୂଲ୍ୟବାନ ଅଟେ। ଆମେ ଖାମଖିଆଲି ନୁହଁ, ଆମେ ସାଧାରଣ ନୁହଁ। ବାଇବଲରେ ଲେଖାଯାଏ ଖ୍ରୀଷ୍ଟଙ୍କର ଲୋକମାନେ ଧନୀ ଅଟନ୍ତି, ସବୁ କ୍ଷେତ୍ରରେ ଧନୀ ଅଟନ୍ତି। ତାଙ୍କର କଥାବାର୍ତ୍ତା, ତାଙ୍କ ଚାଲିଚଳନ, ତାଙ୍କର ବେଶଭୂଷା, ତାଙ୍କର ଖାଦ୍ୟ, ତାଙ୍କର ବସ୍ତ୍ର, ତାଙ୍କର ଗୃହ ସବୁବେଳେ ସେମାନଙ୍କର ଟପ୍ ଥାଏ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଯୀଶୁ ଆମକୁ ମୂଲ୍ୟବାନ କରିଛନ୍ତି, ଆମେ କାହିଁକି ମୂଲ୍ୟହୀନ ହବା? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଚିନ୍ତା କରୁ, ମୋର ଉପାସନା ଆଜି ମୂଲ୍ୟବାନ ହଉଛି ତ? ମୋର ପ୍ରଭୁଙ୍କ ସହିତ ସମ୍ପର୍କ ମୂଲ୍ୟବାନ ହଉଛି ତ? ପ୍ରଭୁ ଆମମାନଙ୍କୁ ସେଇ ମଳିନ ବସ୍ତ୍ର କାଢିକି ଏକ ମୂଲ୍ୟବାନ ବସ୍ତ୍ରରେ ବସ୍ତ୍ରାନ୍ବିତ କରିଛନ୍ତି। ଏକ ବହୁମୂଲ୍ୟ ବସ୍ତ୍ରରେ ଆମମାନେ ବସ୍ତ୍ରାନ୍ବିତ ହେଇଛୁ। ପ୍ରଭୁ ଦେଖିବେ, ମୁଁ ଯୋଉ ମୂଲ୍ୟ ଦେଇ ତୋତେ କିଣିଥିଲି, ସେ ମୂଲ୍ୟ ତୁ ରଖିଛୁ ତ? ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ସେଇ ମୂଲ୍ୟବାନ ବସ୍ତ୍ରକୁ ପ୍ରଭୁ ଦିନେ ଦେଖିବେ। ଯିଶାୟ ପୁସ୍ତକ 52 ଏକ ପଦ ଆମମାନେ ପଢିବା, ତାପରେ ଆମମାନେ ଜଲ୍ଦି ଜଲ୍ଦି ଯିବା। ଯିଶାୟ ପୁସ୍ତକ ହେ ସିୟନ, ଜାଗ ଜାଗ, ଆପଣା ବଳ ପରିଧାନ କର। ହେ ପବିତ୍ର ନଗରୀ ଜେରୁସାଲେମ, ତୁମ୍ଭେ ଆପଣା ସୁନ୍ଦର ବସ୍ତ୍ର ସବୁ ପିନ୍ଧ। କାରଣ ଏହି ସମୟ ଠାରୁ ତୁମ୍ଭ ମଧ୍ୟକୁ ଅସୁନ୍ନତ ଅବା ଅଶୁଚି ଲୋକ ଆଉ ଆସିବ ନାହିଁ। ପ୍ରଭୁ ଆମମାନଙ୍କୁ ସୁନ୍ଦର ବସ୍ତ୍ରରେ ବସ୍ତ୍ରାନ୍ବିତ କରିଛନ୍ତି। ଗାର୍ମେଣ୍ଟସ୍ ଅଫ ବିୟୁଟିଫୁଲ, ଏକ ସୁନ୍ଦର ବସ୍ତ୍ର ଆମମାନଙ୍କୁ ଦେଇ ଦେଇକି ଚାଲି ଯାଇଛନ୍ତି।
दिन आसीबो प्रभु से सुंदर वस्त्र देखिबे, दिन आसीबो प्रभु से परित्राणर वस्त्र देखिबो देखिबे, दिन आसीबो प्रभु से आमान ठारू मूल्यवान वस्त्र को देखिबे, दिन आसीबो प्रभु आमान को से सुंदर वस्त्र आमान को जीवन रे देखिबा पाए चाहिए। सुंदरता एक सुंदरता आमान को जीवन रे देखिबे, आत्मिक सुंदरता, प्रार्थनार सुंदरता, पवित्रतार सुंदरता। लेखा जाए बाइबल ना पवित्रतार सौंदर्य ईश्वरंकर भजना कर। मोर पवित्र सुंदर हबार अछि, मोर प्रार्थना सुंदर हबार अछि, मोर उपासना सुंदर हबार अछि, मोर सब विषय सुंदर हबार अछि। एक सुंदर वस्त्र बाइबल लेखा जाए जिसाय 53 अध्याय पढ़िले प्रभु जीशु आमको सुंदर करबा को जाए से निजे असुंदर हे गले। तांको जे आमे श्रद्धा करबा ए प्रकार रूप तांकर नाही। जिसाय हजार हजार वर्ष तले जीशु ख्रीष्टंकर रूप को कौन करूछंती व्याख्या करूछंती। दिन आसीबो प्रभु जीशु ख्रीष्ट कालवरी क्रूसरे से हत हेबे, से आममान को पई चूर्ण विचूर्ण हेबे, तांको कंठार मुकुट पिंधा जिवो, ताको असुंदर हबा को पड़िबो। जिसाय भविष्यत वक्ता हजार हजार वर्षरु से भविष्यवाणी करि दैथिले, ताहा नूतन नियम रे घटिला, ताहा माथियो पुस्तक रे घटिला, ताहा आमानक पई घटिला, आमानक समय पई घटिला। मोर प्रिय प्रभुଙ୍କ लोक माने आमको जति बेले प्रभु सुंदर करबा पई निजे असुंदर हे गले तो से काहे की सुंदर को न खोजिबे। जते बेले आमानकर पिला को आमानकर जीवन रो आमानकर सब विषय रो पूंजी पिला मानक पई लगेई दउछु, जदि पिला माने बाळंगा हेबे, पिला माने जदि कोनसे दुष्ट हेबे आमानकर जीवन रे दुख आसीबो। आमने बाध्य बा पिला मान को पनिशमेंट करबा पाए। सेति पई प्रभु निजर सौंदर्य को असुंदर कर दैथिले आम पाए, आमको से सुंदर वस्त्र पिंधेबा पाए। कारण परम गीत रे लेखा जाए, परम गीत रे लेखा जाए जे प्रभु जीशु 10 सहस्र मध्य परम सुंदर। परम गीत तार 5 अध्याय 10 पद रे लेखा जाए जे प्रभु जीशु 10 सहस्र मध्य रे से परम सुंदर अटंती। तांकर सौंदर्य व्याख्या करि हबो नाही, किंतु आमको सुंदर करिबा पई से निजर सौंदर्य को हरै दैथिले। ताकू जे लोक माने श्रद्धा करिवे ए प्रकार सुंदर तांको नथिला। आमको मान्य देबा पई से अमान्य होई गले, आमको गौरव करिबा पई तांकर गौरव चली गला। से पितांको ठारू किछि समय आउ कोन हे जाइथिले, से विच्छेद हो गले अल्प समय। सेति पई प्रभु कहले, हे मोहर ईश्वर काहे कि मते परित्याग कलो। आमको पितांको सहित सुंदर भाବରେ मिलन करिबा पई, आमको सुंदर करिबा पई। मोर प्रिय प्रभुଙ୍କ लोक माने तो आमानकर सुनिबा सुंदर हबा दरकार, आमानकर हृदय सुंदर हबा दरकार, आमानकर बाध्य ता सुंदर हबा दरकार। अब्राहम तांकर बाध्य हेले सुंदर हेले प्रभुଙ୍କ निकटरे। सामुएल सुंदर भाବରେ सुनुथिले प्रभुଙ୍କର। दूषित अंचल थिला, प्रभुଙ୍କର मंदिर भीतर रहउची एवं से सुंदर भाବରେ प्रभुଙ୍କର रब को से सुनुचंती। आमानकर हृदय सुंदर हबा दरकार, आमानकर कर्ण सुंदर हबा दरकार, आमानकर उपासना सुंदर हबा दरकार। प्रथम ख्रीष्टाब्द मंडली रो लोक माने 2 अध्याय को चली जिवे। प्रेरित 2 अध्याय रे घरे घरे रुटी भांगी आनंद मनरे सरल हृदय रे एक मनरे ईश्वरंकर प्रशंसा एपट करूचंती। प्रभु परित्राण प्राप्त होतिबा लोक मानकु प्रत्येक दिन मंडली सहित संयुक्त कर दउछंती, कारण से माने समस्तंकर प्रिय पात्र होतिले। समस्तंकर निकट रे सुंदर, प्रभुंक निकट रे सुंदर। प्रभु मंडली को बढ़ाउथिले। जदि आपण प्रभुंक निकट रे सुंदर हेबे, अन्य मानक निकट रे सुंदर हेबे, आपणकर मंडली रे, आपणकर परिवार रे, आपणकर जे कोनसी विषय रे उणा अछि कम थिबो, प्रभु संयुक्त करिवे, प्रभु वृद्धि साधन करिवे। किंतु आमनको प्रभुंक निकट रे आमनकर सुंदरता को देखेबा को पड़िबो। आमनकर व्यवहार सुंदर हेबा दरकार, आमनकर व्यवहार सुंदर हेबा दरकार। ता सहित आमे कि प्रकार व्यवहार करूछु। एलिंकर पुत्र माने, एली याजकंकर पुत्र मानकर व्यवहार ठीक नथिला। से माने याजकर पुत्र माने थिले सत, किंतु असुंदर जीवन काटुथिले, एक विशृंखलित जीवन काटुथिले। आमर परिवार सुंदर हबा दरकार, दरकार आम परिवार सुंदर हबा दरकार। कर्नेलियंक परिवार परि तांकर दान प्रार्थना प्रभुंक निकट रे ग्राह्य हे गला।
ଆସିଗଲା କର୍ଣ୍ଣିଲିୟଙ୍କ ପରିବାର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୋର ଜୀବନ ଯେତେବେଳେ ଦେଖୁ, ମୋର ଶୁଣିବା, ମୋର ଚିନ୍ତା କରିବା, ମୋର ହୃଦୟ, ମୋର ଭାବନା, ମୋର ସବୁ ବିଷୟ ସୁନ୍ଦର ସୁନ୍ଦର ହେଇକି ଯାଉଛି ତ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ। କାରଣ ଆହାସ ରାଜା, ଫାରୋ, ହେରୋଦ ଏମାନେ ପ୍ରଭୁଙ୍କର ଦୃଷ୍ଟିରେ ଅସୁନ୍ଦର କାର୍ଯ୍ୟ କରିଲେ। କିନ୍ତୁ ଯେତେବେଳେ ଦେଖିବେ ଆଉ ଦାନିଏଲ ସେ କଣ କଲେ, ଆପଣ ମୁଖକୁ ଆପଣାର ଶରୀରକୁ ସୁନ୍ଦର କରିବା ପାଇଁ ଯାଇକି ରାଜାଙ୍କର ଖାଦ୍ୟକୁ ଅଗ୍ରାହ୍ୟ କଲେ। ସମସ୍ତଙ୍କ ଠାରୁ ଦାନିଏଲ ଏବଂ ତାଙ୍କର ସାଥୀମାନେ ସୁନ୍ଦର ଦେଖାଗଲେ। 1 ଅଧ୍ୟାୟର 8-10 ପଦ ପଢିବେ ଦାନିଏଲ ପୁସ୍ତକ, ସେମାନଙ୍କର ସବୁଠାରୁ ସେମାନେ ହ୍ୟାଣ୍ଡସମ୍ ଦେଖାଗଲେ, ସବୁଠାରୁ ସୁନ୍ଦର ଦେଖାଗଲେ। ରାଜାଙ୍କର ସେ ଅଶୁଚି ଖାଦ୍ୟକୁ, ରାଜାଙ୍କର ସେ ସୁରାପାନକୁ ସେମାନେ ପ୍ରତ୍ୟାଖ୍ୟାନ କଲେ। ଯାହା ମିଳିଲା ପ୍ରଭୁଙ୍କର ଗ୍ରହଣ ଯୋଗ୍ୟ ଖାଦ୍ୟ ଖାଇଲେ, ସୁନ୍ଦର ଦେଖାଗଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସେଇ ରାଜା, ମହାନ ରାଜା ପରମେଶ୍ୱରଙ୍କର ସମ୍ମୁଖକୁ ଯିବାର ଅଛି। ସେଦିନ ଦାନିଏଲ ତାଙ୍କର ସାଥୀମାନେ ରାଜାଙ୍କ ଦୃଷ୍ଟିରେ ସୁନ୍ଦର ଦେଖାଗଲେ। ଆଜି ଆମେ ସେ ମହାନ ରାଜାଙ୍କ ପାଖକୁ ଯିବାର ଅଛି। ସମୟ ଆସୁଛି, ସେ ରାଜାଙ୍କର ବିବାହ ଉତ୍ସବରେ ଆମମାନଙ୍କୁ ଯୋଗଦାନ କରିବାର ଅଛି। ଆମେ ମଧ୍ୟ ଜଗତରେ ଏ ପ୍ରକାର ପ୍ରସ୍ତୁତ ହେବା ଯେପରି ପ୍ରଭୁ ଆମଙ୍କର ସୌନ୍ଦର୍ଯ୍ୟକୁ ଦେଖିବେ, ଆମମାନଙ୍କର ସୁନ୍ଦରତାକୁ ଦେଖିବେ। ଯୋଉ ସୁନ୍ଦର କି ଏମାନଙ୍କ ଜୀବନରେ ମୁଁ କରିଦେଇଥିଲି, ଏମାନଙ୍କ ପାଇଁ ଏଇ ସୁନ୍ଦର ରଖିଛନ୍ତି, କୌଣସି ଦାଗ ଆଣିବା ପାଇଁ ଦେଇନାହାନ୍ତି। ଗୋଟେ ଗୋଲାପ ଗଛ, ଗୋଟେ ଗୋଲାପ ଫୁଲ ବଗିଚାରେ ଅନେକ ଗୋଲାପ ଫୁଲ ଅଛି। ସବୁ ଗୋଲାପ ଫୁଲ ଭିତରୁ ଗୋଟିଏ ଗୋଲାପ ଫୁଲ ଧଳା ହେଇକି ଅଛି, ଆଉ ବାକି ତକ ସବୁ ଲାଲି। ତ ସମସ୍ତେ ଆସନ୍ତି ଏବଂ ସେଇ ଲାଲି ଗୋଲାପ ଫୁଲକୁ ଲୋକମାନେ ପସନ୍ଦ କରନ୍ତି ଏବଂ ସେଇଠି ଆସିକି ସେଲ୍ଫି ଫଟୋ ଉଠାନ୍ତି ଏବଂ ବିଭିନ୍ନ ପ୍ରକାର ଫଟୋ ଉଠାନ୍ତି, ସେଇ ପାଖରେ ଯାଇ ବସନ୍ତି। ଧଳା ଫୁଲ ଗୋଟେ ଥିଲା, ତାକୁ କେହି ପସନ୍ଦ କରୁନାହାନ୍ତି। ତ ସେଇ ଫୁଲ ଗୋଟେ ଚଢେଇ ସହିତ ତାଙ୍କର ସାଙ୍ଗସାଥୀ ଥିଲା। ଚଢେଇ ସବୁବେଳେ ଆସେ, ସେ ଗୋଲାପ ଫୁଲ ପାଖରେ ବସେ ଏବଂ କଥାବାର୍ତ୍ତା କରେ। ଦିନେ ଗୋଲାପ ଫୁଲ ମନ ଦୁଃଖରେ ବସିଛି, ଆଉ ମନ ଦୁଃଖରେ ବସିବା ବେଳେ ଆଉ ଚଢେଇ ଆସିଲା ଆଉ ପଚାରିଲା, ସାଙ୍ଗ କଣ ପାଇଁ ଆଜି ତୋର ମନ ଦୁଃଖ? ସେ କହିଲେ, ଦେଖୁନୁ ସମସ୍ତେ ବଗିଚାକୁ ଯିଏ ଆସୁଛନ୍ତି ସେ ଲାଲି ଗୋଲାପ ଫୁଲକୁ ହିଁ ପସନ୍ଦ କରୁଛନ୍ତି, ତା ପାଖରେ ଯାଇକି ଫଟୋ ଉଠଉଛନ୍ତି, ସେଲ୍ଫି ଉଠଉଛନ୍ତି, ତା ଗଛ ତଳେ ହିଁ ବସୁଛନ୍ତି, ମତେ କେହି ପଚାରୁନାହାନ୍ତି। କାରଣ ସେମାନେ ଲାଲି ବୋଲି, ମୁଁ ଧଳା ବୋଲି କି ମତେ କେହି ପସନ୍ଦ କରୁନାହାନ୍ତି। ଚଢେଇ କହିଲା, ଠିକ ଅଛି, ତୁ ଲାଲି ହେବା ପାଇଁ ଚାହୁଁଛୁ, ହଉ ତତେ ଲାଲି ଆଉ ମୁଁ କରିଦେବି। ଆଉ ଦିନ କଣ ହେଲା, ଗୋଲାପ ଫୁଲ ଏମିତି ଗୋଲାପ ଫୁଲ ଅଛି, ତାର କଢ ବି ଉପରକୁ ଯାଇଛି। ସେ କଢରେ କଣ ଅଛି, କଣ୍ଟା ଅଛି, ଗୋଲାପ ଫୁଲର କଣ୍ଟା। ସେ ନିଜେ ଫୋଡି ହେଲେ ଚଢେଇ, ଫୋଡି ହେଇକି କଣ କଲେ, ତାର ରକ୍ତକୁ କଣ କରିଦେଲେ, ଗୋଲାପ ଫୁଲ ଉପରେ ଢାଳିଦେଲେ। ଗୋଲାପ ଫୁଲ ଉପରେ ଢାଳିଦେଲେ, ଗୋଲାପ ଫୁଲ ଉପରେ ସମସ୍ତ ଚଢେଇର ରକ୍ତ ଢାଳି ହେଇଗଲା। ପୁରା ଗୋଲାପ ଫୁଲ, ସେ ଧଳା ଗୋଲାପ ଫୁଲ ପୁରା ଲାଲି ହେଇଗଲା। ଶେଷ ମୁହୂର୍ତ୍ତରେ କହିଲେ, ସାଙ୍ଗ ତୁ ଏବେ କୋଉ କଲର ଦେଖିଲୁ? କହିଲେ, ସାଙ୍ଗ ମୁଁ ତ ଲାଲି, କିନ୍ତୁ ତୁ ମତେ କାହିଁକି ଲାଲି କରିବା ପାଇଁ ଯାଇକି ନିଜର ଜୀବନକୁ ହରେଇଲୁ? ସେ କହିଲେ, ମୁଁ ପରା ତତେ ଭଲ ପାଏ, ତତେ ଯଦି ଅପସନ୍ଦ ଲୋକମାନେ କରୁଛନ୍ତି, ମୁଁ ତୋ ପାଇଁ ହୁଏତ ଜୀବନ ଦେଇକି ମଧ୍ୟ ତତେ ମୁଁ ସୁନ୍ଦର କରିଦେବି। ତାପରେ ସେ ଚଢେଇ ତଳେ ଟଳି ପଡିକି ତାର ପ୍ରାଣ ତ୍ୟାଗ କରିଦେଲେ। ଏ ପ୍ରକାର ବନ୍ଧୁତା ସେମାନଙ୍କ ଭିତରେ ଥିଲା। ଗୋଟିଏ ଫୁଲକୁ ଏକ ସୌନ୍ଦର୍ଯ୍ୟକୁ ଆଣିବା ପାଇଁ ସେ କଣ କଲେ, ନିଜର ଜୀବନକୁ ହରେଇ ଦେଲେ ଚଢେଇ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ମଧ୍ୟ ଦିନେ ଅସୁନ୍ଦର ଥିଲୁ। ପାପର ଦାଗରେ ଆମମାନଙ୍କର ବିଭିନ୍ନ ଅଭିଯୋଗ ଥିଲା। ଆମମାନଙ୍କ ଜୀବନରେ ଆମମାନଙ୍କର ଜୀବନ ଅସୁନ୍ଦର ଥିଲା। ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ଚାଲିଚଳନ, ଆମମାନଙ୍କର ସବୁ ବିଷୟ ଅସୁନ୍ଦର ଥିଲା। ପ୍ରଭୁ ଆମମାନଙ୍କୁ ସୁନ୍ଦର କରିବା ପାଇଁ ଯାଏ ତାଙ୍କର ବହୁମୂଲ୍ୟ ରକ୍ତରେ ଆମମାନଙ୍କୁ ଧୌତ କରିଦେଲେ, ହ୍ୟାଣ୍ଡସମ୍ କରିଦେଲେ, ହିରୋ ହିରୋଇନ ପରି ଆମମାନଙ୍କର ଜୀବନକୁ କରିଦେଲେ, ଏକ ସୁନ୍ଦରତା କରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦିନେ ଆସିବ ପ୍ରଭୁ ଆମମାନଙ୍କର ସୌନ୍ଦର୍ଯ୍ୟକୁ ଖୋଜିବେ। ଅପବ୍ୟୟ ପୁତ୍ର ଯେତେବେଳେ ଘରକୁ ଫେରୁଛନ୍ତି, ବାପା କଣ କରୁଛନ୍ତି, ପୁଅକୁ ଆକୁ ସବୁଠାରୁ ଭଲ ଲୁଗା ପିନ୍ଧାଅ, ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଚାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ଜୀବନର ସୌନ୍ଦର୍ଯ୍ୟ କି ପ୍ରକାର, ମୋର କଥାବାର୍ତ୍ତା, ମୋର ଚାଲିଚଳନ, ମୋର ସମସ୍ତ ବିଷୟକୁ ପ୍ରଭୁ ଦେଖିବେ ଦିନେ। ଆ ପାଖରେ ମୁଁ ଯୋଉ ସୁନ୍ଦରତା ଦେଇଥିଲି, ଆଜି ପର୍ଯ୍ୟନ୍ତ କୌଣସି ଦାଗ ଲାଗିବା ପାଇଁ ଦେଇନାହାନ୍ତି। ଏ ହଉଛନ୍ତି ସେ ବିବାହ ବଛର
ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏକ ସୌନ୍ଦର୍ଯ୍ୟ ପ୍ରଭୁ ଆମକୁ ଦେଇଛନ୍ତି। ଜାଗତିକ ସୌନ୍ଦର୍ଯ୍ୟ ତ ବହୁତ ମାତ୍ରାରେ ଆମେ ତାହାକୁ ଫେସ୍ୱାଲ କରିପାରୁ, ସୌନ୍ଦର୍ଯ୍ୟକୁ ବଢେଇ ପାରୁ। ଆତ୍ମିକ ସୁନ୍ଦରତା ମଧ୍ୟ ଦରକାର ଏବଂ ଗୋଟେ ସାମାଜିକ ସୁନ୍ଦରତା ମଧ୍ୟ ଆମକୁ ଜୀବନରେ ଦରକାର। ଗୀତ ସଂହିତା 45 ଅଧ୍ୟାୟର 8 ପଦ, এই ଗୋଟେ ଦିଟା ପଦ ପଢିଲା ପରେ ମୁଁ ସମାପ୍ତ କରିବି। ଗୀତ ସଂହିତା ତାର 45 ଅଧ୍ୟାୟର 8 ପଦ। ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ ଓ ଗୁରୁ ଓ ଦାରୁଚିନିରେ ସୁବାସମୟ, ହସ୍ତିତନ୍ତ ନିର୍ମିତ ଅଟ୍ଟାଳିକା ସମୂହରୁ ତାରଯୁକ୍ତ ବାଦ୍ୟଯନ୍ତ୍ର ସବୁ ତୁମକୁ ଆନନ୍ଦିତ କରିଅଛି। ଆମେନ୍। ତୁମ୍ଭର ସକଳ ବସ୍ତ୍ର ଗନ୍ଧରସ ଓ ଅଗୁରୁ ଓ ଦାରୁଚିନିରେ ସୁବାସମୟ, ଏକ ସେଣ୍ଟେଡ ବସ୍ତ୍ର ପ୍ରଭୁ ଆମକୁ ଦେଇଛନ୍ତି। ଆମମାନଙ୍କୁ ପ୍ରଭୁ ଏକ ସୁବାସମୟ ବସ୍ତ୍ର ଦେଇଛନ୍ତି। ଗାର୍ମେଣ୍ଟସ୍ ଅଫ୍ ସେଣ୍ଟେଡ, ପରିତ୍ରାଣର ବସ୍ତ୍ର, ବହୁମୂଲ୍ୟ ବସ୍ତ୍ର, ସୁନ୍ଦରତାର ବସ୍ତ୍ର ଏବଂ ସୁବାସମୟ ବସ୍ତ୍ର। ଆମେ ବସ୍ତ୍ର ପିନ୍ଧିଲା ପରେ ବିଭିନ୍ନ ପ୍ରକାର ସେଣ୍ଟ ମାରୁଛୁ, କିଏ ତ ବିଭିନ୍ନ ରକମର ସେଣ୍ଟ ଆମେ ମାରୁ, ବ୍ୟବହାର କରୁ। ଆଉ ଠିକ କଥା, ଭଲ କଥା, ସେଟା ଆଉ ମୁଁ ଖରାପ ବୋଲିକି କହୁନାହିଁ। କିନ୍ତୁ ପ୍ରଭୁ ଦିନ ଯୋଉ ବସ୍ତ୍ରକୁ ଆମକୁ ଦେଖିବେ, ତାଠାରୁ ସେଇ ସୁବାସ, ପବିତ୍ରତା, ମହକିବା ବାସ୍ନା ହେବା ଦରକାର। ଦ୍ୱିତୀୟ କରନ୍ତୀୟ 2 ଅଧ୍ୟାୟ 14 ଲେଖାଯାଏ, ଖ୍ରୀଷ୍ଟଙ୍କ ଜ୍ଞାନ ରୂପ ସୁବାସରେ ଆମମାନଙ୍କୁ ସୁବାସିତ ହେବାକୁ ପଡେ। ଆମେ ବିଭିନ୍ନ ରକମର ଆଉ ଦାମୀ ନାମୀର ସେଣ୍ଟକୁ ଆମେ ମାରୁଛୁ, ଲୋକମାନଙ୍କୁ ଆମେ ଆଉ କଣ, ଲୋକମାନେ ନିଜେ ବି ଆମେ ତାହାକୁ ଆଘ୍ରାଣ କରୁଛୁ, ଲୋକମାନେ ମଧ୍ୟ ଆଘ୍ରାଣ କରିକି ଓହ ବହୁତ କଷ୍ଟଲି, ବହୁତ ବଢିଆ ସେଣ୍ଟେଡ। ବଟ୍ ଲୋକମାନେ ମଧ୍ୟ ଜାଣିବା ଦରକାର ଯେ ଖ୍ରୀଷ୍ଟଙ୍କ ଜ୍ଞାନ ରୂପ ସୁବାସରେ ଆମମାନଙ୍କୁ ସୁବାସିତ ହେବାକୁ ପଡିବ। ଲୋକମାନଙ୍କ ନିକଟରେ ଆମେ ଖ୍ରୀଷ୍ଟଙ୍କର ବୋଲି ଜଣାଯିବା ଦରକାର। ତେଣୁ କରିକି ପାଉଲ କହୁଛନ୍ତି, ଖ୍ରୀଷ୍ଟଙ୍କ ଜ୍ଞାନ ରୂପ ସୁବାସରେ ତୁମକୁ ସୁବାସିତ ହେବାକୁ ପଡିବ। ତୁମର ଜୀବନ ଦ୍ୱାରା, ତୁମର କଥାବାର୍ତ୍ତା ଦ୍ୱାରା এই ପ୍ରକାର ମହକିବା ଦରକାର। ତୁମେ ଖ୍ରୀଷ୍ଟଙ୍କର ପରିଚୟ ଦେଇପାରିବ, ତୁମେ ଖ୍ରୀଷ୍ଟଙ୍କର ବୋଲି ଜଣାଯିବ। ତୁମେ ଯେପରି ସେଣ୍ଟ ମାରିଥିଲ, ଏଇ ସେଣ୍ଟ ଅଙ୍କ କମ୍ପାନୀର ବୋଲି ଯେମିତିକି ଜାଣୁଛନ୍ତି, ତୁମର ସମସ୍ତ ଜୀବନ ଦ୍ୱାରା ଜାଣିବା ଦରକାର ଏଇମାନେ ଖ୍ରୀଷ୍ଟଙ୍କର ଲୋକ। ଏମାନଙ୍କ ଠାରୁ ଗୋଟେ ଏ ପ୍ରକାର ଗୋଟେ ସୁବାସ ବାହାରୁଛି, ସେ ସୁବାସ ଖ୍ରୀଷ୍ଟଙ୍କ ନିକଟକୁ ନେଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କର ଅନ୍ୟମାନଙ୍କ ନିକଟରେ ଖ୍ରୀଷ୍ଟଙ୍କର ସୁଗନ୍ଧ ସ୍ୱରୂପ ହେଉ ଆମେ। ଦ୍ୱିତୀୟ କରନ୍ତୀୟ 2:15 ଲେଖାଯାଏ, ଖ୍ରୀଷ୍ଟଙ୍କର ସୁଗନ୍ଧ, ଦୁର୍ଗନ୍ଧ ନୁହଁ। ଲୋକମାନେ ଦେଖି ଆମମାନଙ୍କର କୁକର୍ମ ଦେଖି ଲୋକଙ୍କର ଅଗୌରବ ନ କରନ୍ତୁ, ଆମମାନଙ୍କର ସତ୍କର୍ମ ଦେଖି ପିତା ଈଶ୍ୱରଙ୍କର ଗୌରବ କରିବା ଦରକାର। ଲୋକମାନେ, ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୋର ଜୀବନର ସୌନ୍ଦର୍ଯ୍ୟତା, ମୋର ଜୀବନର ସୁବାସ ମୁଁ ଅନ୍ୟମାନଙ୍କୁ ଦେଇପାରୁଛି ତ କାରଣ ଯୋହନ ପୁସ୍ତକ ଲେଖାଯାଏ, ଆମମାନଙ୍କର ତ୍ୟାଗର ଜୀବନ ସୁବାସମୟ ହେବା ଦରକାର। ଯେତେବେଳେ ଜଣେ ସ୍ତ୍ରୀ ଲୋକ ସେ ଆଣିଲେ ଏବଂ ଯୋଉ ଘରେ ଯୀଶୁ ବସିଥିଲେ ସେଇ ଗୃହରେ ବସିଥିବା ପାତ୍ରକୁ ଭାଙ୍ଗିଦେଲେ ସେଇ ଯୀଶୁଙ୍କ ପାଦ ନିକଟରେ ଏବଂ ସେଇ ସୁଗନ୍ଧି ତୈଳକୁ ଯୀଶୁଙ୍କ ପାଦ ନିକଟରେ ମହକେଇ ଦେଲେ। ଲେଖା ହେଇଛି ଯୋହନ 12:3, ଘର ସାରା ମହକି ଗଲା। ଆମମାନଙ୍କର ତ୍ୟାଗର ଜୀବନ ମଧ୍ୟ ସେ ପ୍ରକାର ମହକିବା ଦରକାର। ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନ ମହକିବା ଦରକାର। ଆମମାନଙ୍କର ସବୁ ଜୀବନ ମହକିବା ଦରକାର। କାରଣ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଦି 39:3 ଲେଖାଯାଏ, ଯୋସେଫଙ୍କ ଠାରେ ଈଶ୍ୱରଙ୍କର ଆତ୍ମା ଥିବା ତାଙ୍କର କର୍ତ୍ତା ଦେଖିଲେ। ଅନ୍ୟମାନେ ଦେଖିବା ଦରକାର। ଦେଖି ଆମ ପ୍ରେମ ଏ ଜଗତ ଜାଣୁ ଆମେ ଯୀଶୁଙ୍କର। ଲୋକମାନେ ଜାଣିବା ଦରକାର ଆମମାନଙ୍କର ପ୍ରେମ, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ସହଭାଗିତା ଏମାନେ ଯୀଶୁଙ୍କର ଅଟନ୍ତି। ଏ ପ୍ରକାର ବାସ୍ନା ବାହାରିବା ଦରକାର, ଏ ପ୍ରକାର ସୁବାସମୟ ହେବା ଦରକାର। ଯେତେବେଳେ ଗୋଟେ କନ୍ୟା ଯେତେବେଳେ ବର ଆସୁଛନ୍ତି, ସେ ବିଭିନ୍ନ ପ୍ରକାର ସୁବାସରେ ସେ ସୁଶୋଭିତ ହେଇଯାଏ। ବିଭିନ୍ନ ପ୍ରକାର ସେଣ୍ଟ ମାରେ, ବିଭିନ୍ନ ପ୍ରକାର ତୈଳ ଲଗାଏ, ବିଭିନ୍ନ ପ୍ରକାର। ଆଜି ମଧ୍ୟ ଆମେ ବରଙ୍କ ସହିତ ସାକ୍ଷାତ କରିବା ପାଇଁ ଯାଉଛୁ, ମନେ ରଖିବା ଦରକାର ସେଠି ମଧ୍ୟ ଆମମାନଙ୍କୁ ସେଣ୍ଟେଡ ହେବା ଦରକାର। ଯେତେବେଳେ ଅପବ୍ୟୟ ପୁତ୍ର ଫେରିଥିବେ, ମୁଁ ଗୋଟେ ଇମାଜିନ କରୁଥିଲି, ଚିନ୍ତା କରନ୍ତୁ କୋଉ ସ୍ଥାନରୁ ସେ ଫେରିଲେ। ଅପବ୍ୟୟ ପୁତ୍ର କୋଉ ଗହଳି ଭିତରେ ଥିଲେ, ମାନେ କୋଉ ଚରେଇବା ଆସିକି ଆଉ ଘରକୁ
ଆସିଲା ପରେ ଗାଧା ପାଧା ହେଇକି ବାପାଙ୍କୁ ଆଲିଙ୍ଗନ କଲେ କି? ନାଇଁ ନାଇଁ। ନାଇଁ। ଘୁଷୁରୀ ପଲରୁ ଯେତେବେଳେ ଚିନ୍ତା କରନ୍ତୁ, ଘୁଷୁରୀ ମାନଙ୍କର ସିମ ଖାଉଥିଲେ, ଘୁଷୁରୀ କାଦୁଅ ଫାଦୁଅ ହେଇକି ଯେତେବେଳେ ଆସୁଛନ୍ତି, ବାପା ଦୂରରୁ ଯାଇକି ତାକୁ ଆଲିଙ୍ଗନ କରୁଛନ୍ତି। ଚିନ୍ତା କରନ୍ତୁ, ଘୁଷୁରୀ ପଲରୁ ଆସିଥିବା ଲୋକଙ୍କର ବାସ୍ନା, ତାର ଦେହର, ତାର ବଡିର ବାସ୍ନା, ତାର ଶରୀରର ବାସ୍ନା, ତାର ବସ୍ତ୍ରର ବାସ୍ନା କି ପ୍ରକାର ହେଇଥିବ। କିନ୍ତୁ ବାପା କଣ କରୁଛନ୍ତି? ଗାଳେ ଲଗେଇ ଦେଲେ, କୋଳେଇ ଦେଲେ, ଆଲିଙ୍ଗନ କରିଦେଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ମଧ୍ୟ ଦୁର୍ଗନ୍ଧ ସ୍ୱରୂପ ଥିଲୁ। ପ୍ରଭୁ ଆମମାନଙ୍କୁ କଣ କଲେ? ଆମମାନଙ୍କୁ ଗାଳି ଲଗେଇ ଦେଲେ। ଆମମାନଙ୍କର ଠାରୁ ସେଇ ପୁରୁଣା ବସ୍ତ୍ରକୁ କାଢିଦେଲେ, କହିଲେ ଆକୁ ସବୁଠାରୁ ମୂଲ୍ୟବାନ ବସ୍ତ୍ର ଦିଅ, ମୋର ପୁଅକୁ ସବୁଠାରୁ ସୁନ୍ଦର ବସ୍ତ୍ର ପିନ୍ଧେଇ ଦିଅ। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆପଣ ମାନଙ୍କୁ ଏକ ସୁନ୍ଦର ସେଣ୍ଟେଡ ବସ୍ତ୍ର ପ୍ରଭୁ ଦେଇଛନ୍ତି। ସେଇ ସେଣ୍ଟେଡ ବସ୍ତ୍ରକୁ ଆମମାନଙ୍କୁ ସୁନ୍ଦର ଭାବରେ ରଖିବାକୁ ଦରକାର। ସେ ସେଣ୍ଟେଡ କୁ ଆପଣ ଆଉ ଲସ୍ କରନ୍ତୁ ନାହିଁ, ସେ ସେଣ୍ଟେଡ କୁ ଆପଣ ହଜିବାକୁ ଦିଅନ୍ତୁ ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଲାଜାରକୁ ଯେତେବେଳେ ପ୍ରଭୁ କହୁଛନ୍ତି ତାର ପଥର ଗଡେଇ ଦିଅ, ତାଙ୍କ ଭଉଣୀ କହୁଛନ୍ତି ନାଇଁ ପ୍ରଭୁ, 4 ଦିନ ହେଲାଣି, ବାସ୍ନା ହେଇଯିବ, ଦୁର୍ଗନ୍ଧ ବାହାରିବ। ପ୍ରଭୁ କହିଲେ ତୁମେ ଗଢେଇକି ଦେଖ। ଲାଜାରକୁ କହିଲେ ବାହାରି ଆସ। ତାଙ୍କ ପାଖରେ ଜୀବନର ବାସ୍ନା ଥିଲା, ତାଙ୍କ ପାଖରେ ଆନନ୍ଦର ବାସ୍ନା ଥିଲା, ତାଙ୍କ ପାଖରେ ଅନେକ ଆଶୀର୍ବାଦର ବାସ୍ନା ଥିଲା। ପ୍ରଭୁ ଆମମାନଙ୍କୁ ମୃତ ଅବସ୍ଥାରୁ, ଗନ୍ଧକ ଅବସ୍ଥାରୁ ବାହାର କରିକି ଆଣିଛନ୍ତି। ତ ଚିନ୍ତା କରନ୍ତୁ, ମୋ ଯୀଶୁ ଆମ ଜୀବନରେ ଯେତେବେଳେ ଥିବେ, ଆମେ ମୂଲ୍ୟବାନ ହେଇ, ତେଣୁ ମୋ ମଣ୍ଡଳୀ ଦ୍ୱାରା, ମୋ ପରିବାର ଦ୍ୱାରା, ମୋର ସମାଜ ଦ୍ୱାରା, ମୋର ବ୍ୟକ୍ତିଗତ ଜୀବନ ଦ୍ୱାରା ମୁଁ କୋ ସେଣ୍ଟକୁ ବାହାର କରୁଛି, କୋ ବାସ୍ନାକୁ ମୁଁ ବାହାର କରୁଛି, ତାହା ଆମ ଜୀବନର ଚିନ୍ତାର ବିଷୟ ଅଟେ। ତାହା ଆମେ ଚିନ୍ତା କରିବା ଯେ ମୁଁ କୋ ବାସ୍ନା ଆଜି ମୁଁ ନିଜେ ପ୍ରଭୁଙ୍କୁ ଦେଉଛି, ଅନ୍ୟମାନଙ୍କୁ ଦେଉଛି। ମୋ ଜୀବନ ଦ୍ୱାରା ସୁଗନ୍ଧ ବାହାରୁଛି ନା ଦୁର୍ଗନ୍ଧ ବାହାରୁଛି? ଶେଷ ପଦ ଆମେ ପଢିବା, ସମାପ୍ତ କରିବା। ଯାତ୍ରା ପୁସ୍ତକ ତାର 28 ଅଧ୍ୟାୟର 2 ପଦ। ଯାତ୍ରା ପୁସ୍ତକ ତାର 28 ଅଧ୍ୟାୟର 2 ପଦ। ଖାଲି ସେତିକି ପଢିବା, ଆମେ ସମାପ୍ତ କରିବା। ସରି, ମୁଁ ବହୁତ ସମୟ ହେଇଗଲାଣି। ତୁମ୍ଭର ଭ୍ରାତା ହାରଣର ସ୍ତ୍ରୀ ଓ ସଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ। ପ୍ରଭୁଙ୍କର ଗୌରବ, ଏହା ହେଉଛି ଗୋଟେ ପବିତ୍ର ବସ୍ତ୍ର। ଏହା ଯାଜକ ମାନଙ୍କ ପାଇଁ ପ୍ରଯୁଜ୍ୟ ଥିଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଯାଜକ କୁଳ କରିଛନ୍ତି। ପ୍ରଥମ ପିତର ପୁସ୍ତକରେ ଲେଖାଯାଏ ଯେ ଆମେ ମାନେ କଣ ହେଲୁ? ଯାଜକ ବର୍ଗ ହେଲୁ। ପ୍ରଭୁ ଆମମାନଙ୍କୁ ଯାଜକ ବର୍ଗ କଲେ। ପ୍ରଥମ ପିତର 2:5, ପ୍ରକାଶିତ 1:6, ପ୍ରଭୁ ଯୀଶୁ ଆମମାନଙ୍କୁ ଯାଜକ କରିଛନ୍ତି। ସେଦିନ ହାରଣଙ୍କ ଏବଂ ତାଙ୍କ ପରିବାର ପାଇଁ ଥିଲା, ଆଜି ସମସ୍ତଙ୍କୁ ପ୍ରଭୁ ଯାଜକ କରିଛନ୍ତି। ଏକ ପବିତ୍ର ବସ୍ତ୍ର ପ୍ରଭୁ ସେଦିନ ଦେଖିବା ପାଇଁ ଚାହିଁବେ, ଏକ ଯାଜକର ବସ୍ତ୍ର। କାରଣ ଆମକୁ ପ୍ରଭୁ ଯାଜକ କରିଲେ, ଆମକୁ ପ୍ରଭୁ ରାଜକୁଳ କରିଛନ୍ତି, ଯାଜକ ବର୍ଗ କରିଛନ୍ତି। ଯଦି ଆମେ ତାଙ୍କ ପାଖକୁ ଯିବା, ଯଦି ଯାଜକର ବସ୍ତ୍ର ନଥିବ, ପ୍ରଭୁ ଆମମାନଙ୍କୁ ନେଗ୍ଲେକ୍ଟ କରିଦେଇ ପାରନ୍ତି, ପ୍ରଭୁ ଆମମାନଙ୍କୁ ରିଜେକ୍ଟ କରିଦେଇ ପାରନ୍ତି। ମୁଁ ତତେ ଯାଜକ କରିଥିଲି, କୌଣସି ମୂଳିଆ କରିନଥିଲି, କୌଣସି ଗଧ କରିନଥିଲି, କୌଣସି ଚାକର କରିନଥିଲି, ଏକ ଯାଜକର ପ୍ରିଷ୍ଟ କରି, ଏକ ଯାଜକର ସ୍ଥାନରେ ତତେ ବସେଇଥିଲି। ତୁ ଗୋଟେ ଯାଜକ ଅଟୁ। ଯାଜକର ବସ୍ତ୍ର ତୋ ପାଖରେ ଥିବା ଦରକାର। ଯେତେବେଳେ ପ୍ରଭୁଙ୍କର ଆଗମନ ହବ, ଯେତେବେଳେ ବିବାହରେ, ଆମମାନଙ୍କୁ ପ୍ରଭୁ ସେ ଯାଜକର ବସ୍ତ୍ର ଆମମାନଙ୍କୁ ଦେଖିବା ପାଇଁ ଚାହିଁବେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରକାଶିତ ପୁସ୍ତକରେ ଲେଖାଯାଏ 7 ଅଧ୍ୟାୟ ଘରେ ପଢିବେ। ମହାକ୍ଲେଶରୁ ଯୋଉମାନେ ବାହାରିକି ଆସୁଛନ୍ତି, ଯୋହନ ଦେଖୁଛନ୍ତି, ପ୍ରଭୁ ଏମାନେ କିଏ? ପ୍ରଭୁ କହିଲେ ଏମାନେ ମହାକ୍ଲେଶରୁ ଆପଣା ଆପଣା ବସ୍ତ୍ରକୁ ମେଷ ଶାବକଙ୍କ ରକ୍ତରେ ଧୌତ କରି ବାହାରିକି ଆସୁଛନ୍ତି। ଏମାନେ ଧୌତ, ଏମାନେ ପବିତ୍ର, ଏମାନେ ନିଷ୍କଳଙ୍କ, ଈଶ୍ୱରଙ୍କର ନିଖୁନ୍ତ ମେଷ ଶାବକଙ୍କ ରକ୍ତରେ ଏମାନେ ଧୌତ ହେଇକି ଆସୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ଜୀବନ, ଆମମାନଙ୍କର ଶରୀର, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ସବୁ ବିଷୟ ପବିତ୍ର ହେବା ଦରକାର। ଯୋସେଫ ନିଜ ଶରୀରକୁ ପବିତ୍ର ରଖିଲେ, ସାମୁଏଲ ନିଜ କର୍ଣ୍ଣକୁ ପବିତ୍ର ରଖିଲେ, ଆୟୁବ ଆପଣା ଚକ୍ଷୁକୁ ପବିତ୍ର ରଖିଲେ, ସ୍ତିଫାନ ଆପଣାର ହସ୍ତକୁ ପବିତ୍ର ରଖିଲେ, ଅନେକ ଆପଣାର ଜୀବନକୁ ପବିତ୍ର ରଖିଲେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣା
ଜୀବନକୁ ପବିତ୍ର ରଖୁ। ଆପଣାର ସମସ୍ତ କାର୍ଯ୍ୟରେ ପବିତ୍ରତାର ସୌନ୍ଦର୍ଯ୍ୟରେ ଈଶ୍ୱରଙ୍କର ନିକଟକୁ ଯାଅ। ପ୍ରଭୁ ଆପଣଙ୍କ ଠାରୁ ଆଶୀର୍ବାଦ, ପ୍ରଭୁ ଆପଣଙ୍କୁ ସେ ବିବାହ ଉତ୍ସବରେ ଆନନ୍ଦରେ ଗ୍ରହଣ କରିବେ। ପ୍ରକାଶିତ ପୁସ୍ତକ